ओम नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयितुं प्रतिभासाळं पौर्णं गिरिं यत्कृपात्महं तत्र परमानन्दमाधवं निगमकल्पतरोर्वृत्तं फलं सुखं खादं तद्रवसंयुतं कृतभागवतं रमालयो गुरोरसिका भुव्यारुगा ओं दासं मस्तनत्कारं चक्रपुङ्कमकल्मषं पराशरात्मजन्बन्धसुगतादन्तपुनिधिं ओम व्यासाय विष्णुरूपाय व्यासरूपाय विस्मर नमो मे ब्रह्मण्य वासिष्ठाय नमो नमः। ओम श्री परमात्मने नमः। ओम नमो भगवते वासुदेवाय। बर्तमान दशम स्कंध अध्याय 33 এটা মহারাস রাস ক্রিয়া চলছে এবং তার কিছু অংশ রয়েছে উচ্চেই নিজକୁ ନୃତ୍ୟମାନ ରକ୍ତକଣ୍ଠରତିପ୍ରିୟା କୃଷ୍ଣା ବିମର୍ଷ ବୁଦିତା ଯଦ୍ ଗୀତେନ ଇଦମାପୃତମ୍ ଉଚ୍ଚୈଃ ଜଗୁ ନୃତ୍ୟମାନ ମଣ୍ଡଳ ଆକାରରେ ରହି ଗୋଟିଏ ଗୋଟି ପାଖରେ ଗୋଟିଏ କୃଷ୍ଣ ବର୍ତ୍ତମାନ ଉଦଣ୍ଡ ନାଟ ଚାଲିଛି ଯେଉଁଟା ନିଜର ଶରୀର ସ୍ଥିତି ଭୁଲିଗଲି ଲୁଗାପଟା ଅସ୍ତବ୍ୟସ୍ତ ହୋଇସାରିଲେ କିନ୍ତୁ ସେଠି ନଜର ନାହିଁ ପୁରା ପ୍ରେମରେ ନାଟ କରୁଛନ୍ତି। ନାଟ କରିବା ସହିତ ଉଚ୍ଚୈଃ ଜଗୁ କୃଷ୍ଣଙ୍କର ଗୁଣଗାନ ଅତି ଉଚ୍ଚ ସ୍ୱରରେ କୃଷ୍ଣଙ୍କର ଗୁଣଗାନ କରୁଛନ୍ତି। ଉଚ୍ଚୈଃ ଜଗୁ ନୃତ୍ୟମାନ ନାଟ ସହିତ ଗୀତ ବି ବୋଲା ହେଉଛି। ରକ୍ତକଣ୍ଠ କଣ୍ଠରେ ରକ୍ତ ବହୁତ ରକ୍ତ ବାହାରିଲା କ'ଣ ହେଇଛି ମାନେ ରକ୍ତ ଶବ୍ଦର ଅର୍ଥ ଆସକ୍ତି ଭଗବାନ ପ୍ରତି ଅନୁରକ୍ତ ଅନୁରାଗ ପରିପୂର୍ଣ୍ଣ ହେଇଛନ୍ତି। ମନ ତ କୃଷ୍ଣମୟ ହେଇଯାଇଛି ତେଣୁ ଅତିଶୟ କୃଷ୍ଣ ପ୍ରେମରେ ବିହୋଳ ହେଇ ନାଟ ସହ ଗୀତ ବୋଲି ନାଟରେ ବାଜି ଯାଇଛନ୍ତି। ରତିପ୍ରିୟା ରତି ମାନେ ଏକାକାର ହୋଇଯିବା ଏକାକାର ଯେଉଁ ଦୁଇଟା ଅଲଗା ଅଲଗା ଜିନିଷ ମିଶିକିରି ଏକ ହେଇଯିବା ହେଲା ରତିଭାବ। ଆତ୍ମା ପରମାତ୍ମା ଏକ ହେଇଯିବା ହେଇ ରତିଭାବ। କମାର ଶାଳରେ ଲୁହା ଏବଂ ଅଗ୍ନି ଏକ ହେଇଯିବା। ଲୁହାଟା ନିଆଁରେ ରଖିଦେଇକି ଖାସ ଖାସ କରିଦେବେ ସେ ଲୁହାଟା ନିଆଁ ହେଇଯିବ ତାକୁ ଯେଉଁଠି ଲଗେଇଲେ ଲାଗିଯିବ। ତେଣୁ ସେଇଟା ହେଲା ରତି। ରତିପ୍ରିୟ ମାନେ ନିଜକୁ ନିଜର ସତ୍ତା ଭୁଲି ଯାଇ ସବୁ କୃଷ୍ଣମୟ ହେଇଯାଇଛନ୍ତି ଏବଂ ଅନୁରାଗଯୁକ୍ତ କଣ୍ଠରେ ପୁରା ଭାବର ସହ ଗୀତ ବୋଲିକିରି ନାଟରେ ମାତି ଯାଇଛନ୍ତି। କୃଷ୍ଣାଭିମର୍ଷ ମୁଦିତା ଏବଂ ଭଗବାନ କୃଷ୍ଣଙ୍କର ଅଙ୍ଗସନ ପାଇକିରି ଅତ୍ୟନ୍ତ ଆହ୍ଲାଦିତ ହେଇଯାଇଛନ୍ତି। ଯେଉଁଟା ତାଙ୍କର ଜନ୍ମ ଜନ୍ମାନ୍ତରର ସାଧନା ତ୍ରେତା ଯୁଗରୁ ସାଧନା କରି ଆସିଛନ୍ତି ଯେ ଭଗବାନଙ୍କର ଅଙ୍ଗସନ କେମିତି ହେବ। ତେଣୁ ସେଇଟା ପାଇଯାଇଥିବା ହେତୁ ସେମାନେ ଅତ୍ୟଧିକ ଉଲ୍ଲସିତ ହୋଇଯାଇଛନ୍ତି। ଯଦ୍ ଗୀତେନ ଇଦମ୍ ଆବୃତମ୍ ଯାହାକି ଗୀତ ଆକାରରେ ବୋଲୁଛନ୍ତି। ରାଗରାଗିଣୀ ସହିତ ଗୀତ ସେମାନଙ୍କର ସେହି ରାଗିଣୀ ଭରା ଗୀତରେ ସମଗ୍ର ଜଗତ ଝଙ୍କୃତ ହେଉଛି। ଯଦ୍ ଗୀତେନ ଇଦମ୍ ଆବୃତମ୍ ଗୀତ ବୋଲୁଛନ୍ତି ଆଉ ରାଗରାଗିଣୀ ଦେଇକିରି ମାନେ ନାଥାତା ବେଗ ଭଳିଆ ରଡ଼ି କରିକିରି ଗୀତ ନୁହେଁ ପୁରା ସ୍ୱର ତାଳ ଲୟ ଦେଇକିରି ସୁନ୍ଦର ଭାବରେ ଗୀତ ବୋଲୁଛନ୍ତି। କାଚିତ୍ ସମଂ ମୁକୁନ୍ଦେନ ସ୍ୱର ଜାତି ଅବିଶ୍ରିତା ଉନ୍ନିନ୍ୟେ ପୂଜିତା ତେନ ପ୍ରିୟତା ସାଧୁ ସାଧ୍ୱିତି ତଦେବ ଧ୍ରୁବ ମୁନ୍ନିନ୍ୟେ ତସ୍यै ମାନଞ୍ଚ ବହୁଦାତ୍ ବହୁମାନ ଅଦାତ୍। ଆହୁରି କ'ଣ ହେଇଛି କାଚିତ୍ ସମଂ ମୁକୁନ୍ଦେନ କୌଣସି ଗୋପୀ ଭଗବାନଙ୍କ ସହିତ ତାଙ୍କ ସ୍ୱରରେ ସ୍ୱର ମିଳେଇକିରି ସମ ମୁକୁନ୍ଦେନ ସମ ପ୍ରଭୁ ବି ଗୀତ ବୋଲୁଛନ୍ତି ନା ତେଣୁ ତାଙ୍କ ସହିତ ମିଶିକିରି
ସ୍ୱରକୁ ସ୍ୱର ମିଶାଇ ଦେଇକରି ସ୍ୱର ଜାତି ଅମିଶ୍ରିତା ଆହୁରି ଉଚ୍ଚ ସ୍ୱରରେ ରାଗ ଆଳାପ କଲା। ସେହି ଅପୂର୍ବ ଉତ୍ତମ ସ୍ୱର ଶୁଣି ଭଗବାନ ବୁଝେ ସ୍ୱର ଜାତି ଅମିଶ୍ରିତା, ମାନେ ପ୍ରଭୁ ସେଇ ଯେଉଁ ଭାଗଭାଗରେ ବୋଲୁଥିଲେ ଇଏ ତାଠୁ ଅଧିକା ସ୍ୱର ଲୟ ଦେଇକିରି ତାଙ୍କ ସହିତ ନ ମିଶେଇକିରି ତାଙ୍କର ବଡ଼ ପାଟିରେ ଆହୁରି ବୋଲିଲା, ଯେଉଁଟାକି ପ୍ରଭୁଙ୍କର ହୃଦୟ ସ୍ପର୍ଶୀ ହେଲା। ଉନ୍ନିନ୍ୟ ପୂଜିତା ତେନ, ତେଣୁ ପ୍ରଭୁ ତାକୁ ସମ୍ମାନିତ କଲେ, ପୂଜା କଲେ ବୋଲି କ'ଣ ଆସୁଛି ସମ୍ମାନିତ କଲେ, ଯାହା ହଉ ପ୍ରିୟତା ସାଧୁ ସାଧୁ ଇତି ସାଧୁ ସାଧୁ ମାନେ ଅତି ଚମତ୍କାର ହୃଦୟସ୍ପର୍ଶୀ ଭାବେ ବୋଲିଲ। ମୁଁ ବୋଲୁଥିଲି ଯେ ମୋଠୁ ତୁମର ସ୍ୱର ଏବଂ ଲୟ ସବୁ ପକ୍କା ଠିକ୍ ଅଛି ଏବଂ ତାହା ଅତ୍ୟନ୍ତ ମର୍ମସ୍ପର୍ଶୀ ହେଇଯାଇଥିଲୁ ସାଧୁ। ପ୍ରଭୁ ତାକୁ ସାଧୁବାଦ ଦେଲେ। ତଦେବ ଧ୍ରୁବଂ ଉନ୍ନିନ୍ୟେ ତସ୍ୟ ମାନଞ୍ଚ ବହୁ ଅଦାତ। ଶ୍ରୀକୃଷ୍ଣଙ୍କ ସ୍ୱର ଅପେକ୍ଷା ଆହୁରି ଉଚ୍ଚ ସ୍ୱରରେ ବୋଲିଲା। ଅପୂର୍ବ ଉତ୍ତମ ସ୍ୱର ଶୁଣି ଭଗବାନଙ୍କର ଭଗବାନ ଖୁସି ହେଇଗଲେ, ବାହା କଲେ ଏବଂ ସେଇ ରାଗକୁ ଅନ୍ୟ ଜଣେ ସଖୀ ଭଗବାନ ତାକୁ ତଦେବ ଧ୍ରୁବ ମୁନ୍ନିନ୍ୟେ, ଇଏ ସାଧୁବାଦ ଜଣକୁ କରିଦେବା ପରେ ଆଉ ଜଣେ ମଧ୍ୟ ଠିକ୍ ସେ ତାଳରେ ତାକୁ ବୋଲିଲା। ତସ୍ୟ ତାକୁ ମଧ୍ୟ ପ୍ରଭୁ ସେ ତାର ମଧ୍ୟ ଉତ୍ତମ ସ୍ୱର ହେଲା, ହୃଦୟସ୍ପର୍ଶୀ ହେଲା ଗୀତଟି, ତାକୁ ମଧ୍ୟ ପ୍ରଭୁ ବହୁ ମାନମ ଅଦାତ, ତାକୁ ମଧ୍ୟ ବହୁତ ସମ୍ମାନିତ କଲେ। କାଚିତ୍ ହ୍ରାସ ପରିଶ୍ରାନ୍ତା ପାର୍ଶ୍ୱସ୍ଥସ୍ୟ ଗଦାଭୃତଃ ଜଗ୍ରାହମ ବାହୁନା ସ୍କନ୍ଦଂ ସତତ ବଳୟ ମଲ୍ଲିକା। କୌଣସି ଗୋପୀ ହ୍ରାସ ପରିଶ୍ରାନ୍ତା, ଏ ନାଟକ କୀର୍ତ୍ତନ କରିକି ଗୀତ ବୋଲିବା ନାଟକ କରିବା ଏଇ ସହଜ ପରିଶ୍ରମ ମଧ୍ୟ ଏମିତି କରିକି ସେ କ୍ଳାନ୍ତ ହେଇଗଲା। ପାର୍ଶ୍ୱସ୍ଥସ୍ୟ ଗଦାଭୃତ, ତା ପାଖରେ ତ ଗଦାଭୃତ ଗଦାଧାରୀ ଭଗବାନ ଅଛନ୍ତି, ଗୋଟିଏ ଗୋପୀ ଗୋଟିଏ କୃଷ୍ଣ। ତେଣୁ ସେ କ'ଣ କଲା, ଭଗବାନ ପାଖରେ ଥିବା ଭଗବାନଙ୍କୁ ଜଗ୍ରାହ ବାହୁନା, ତାଙ୍କ ବାହୁବନ୍ଧନ ଭିତରେ ଭଗବାନଙ୍କୁ ଆଲିଙ୍ଗନ କରିଦେଲା। ସ୍କନ୍ଦମ ସତତ ବଳୟ ମଲ୍ଲିକା, ଶ୍ୟାମ ସୁନ୍ଦରଙ୍କର କାନ୍ଧକୁ ଭୁଜ ପାଶରେ ଜୋରରେ ଧରି ପକାଇଲା। ତତ୍ରିକାଂଶଗତଂ ବାହୁ କୃଷ୍ଣସ୍ୟୁତ କଳସୌରଭಂ ଚନ୍ଦନା ଲିପ୍ତ ମାଘ୍ରାୟ ହୃଷ୍ଟରୋମା ଚୁମ୍ବହନ। ସେତେବେଳେ ଶ୍ରୀକୃଷ୍ଣ ଗୋଟିଏ ହାତ ଅନ୍ୟ ଜଣେ ଗୋପୀର କାନ୍ଧରେ ପକାଇଥିଲେ। ସେଇ ହାତ ସହଜେ ପଦ୍ମ ଫୁଲ କରି ଆସୁଥିଲା। ତାପରେ ପୁଣି ସୁବାସିତ ଚନ୍ଦନ ମଳା ହେଇଥିଲା, ଚନ୍ଦନ ମଳା ହେଇଛି, ତାର ସୁଗନ୍ଧରେ ସେଇ ଗୋପୀ ପୁଲକିତ ହେଇଗଲା। ତାର ରୋମ ଟାଙ୍କୁରି ଉଠିଲା। ସେ ଆଉ ନିଜକୁ ସମ୍ଭାଳି ନପାରି ସେଇ ହାତରେ ଝଟ୍ କରି ଚୁମ୍ବନ ଦେଇଦେଲା। ପୃଷ୍ଠ ରୋମା ଚୁଚୁମ୍ବ, ଗୋଟେ ହାତ ଥିଲା ଆଉ ଗୋଟେ ହାତ ଅନ୍ୟ ଗୋପାଙ୍ଗନା କାନ୍ଧରେ ଥିଲା, ଗୋଟେ ସଙ୍ଗୀ ତାଙ୍କୁ ଆଲିଙ୍ଗନ କରି ଗଲା। କିନ୍ତୁ ଯେଉଁ ହାତଟା ଅନ୍ୟ ଗୋପୀ କାନ୍ଧରେ ଥିଲା ସେ ହାତରୁ ମଧ୍ୟ ପଦ୍ମଗନ୍ଧ ବାହାରୁଥିଲା। ପ୍ରଭୁଙ୍କ ଶରୀର ପାଞ୍ଚଭୌତିକ ନୁହେଁ, କାରଣ ସେ ଜନ୍ମ ହେଇନାହାନ୍ତି, ତାଙ୍କ ଶରୀର ପାଞ୍ଚଭୌତିକ ହେଇପାରିବ ନାହିଁ। ଜନ୍ମ କର୍ମ ଚମେ ଦିବ୍ୟମ, ମୁଁ ଜନ୍ମ ହୁଏନି ବା ମୋର ଶରୀରଟା ଏବଂ ଜନ୍ମ କର୍ମ ଚମେ ଦିବ୍ୟମ ଏବଂ ଯେଉଁ ବ୍ୟକ୍ତି ତତ୍ତ୍ୱତଃ
ଯିଏ ଏଇଟା ଭଲ ରୂପେ ବୁଝେ ସେ ମୋର ଜନ୍ମ ନାହିଁ, ଜନ୍ମ ହେବା ମାନେ ପାଞ୍ଚଭୌତିକ ହେବାକୁ ବାଧ୍ୟ। ମୋର ଜନ୍ମ ନାହିଁ, ମୋ ଆବିର୍ଭାବ ହୁଏ ଏବଂ ଶରୀର ପାଞ୍ଚଭୌତିକ ଆଦୌ ନୁହେଁ। ତେଣୁ ତାଙ୍କର ହାତରୁ ପଦ୍ମ, କେତେ ଜଣଙ୍କ ହାତରୁ ପଦ୍ମ, ହାତରୁ ଆମିଷ ଗନ୍ଧ ବାହାରିବ, ଝାଳ ଫାଳ ହେଇକି ସେଟା ଦୁର୍ଗନ୍ଧ। ଅନେକ ଦେହ ଗୋଟେ ଗନ୍ଧାଏ ଭୟଙ୍କର ଭାବେ, ଗୁଡ଼ାକ ବସି ଉଠିବନି। ତେଣୁ ଅଂଶ ପ୍ରଭୁଙ୍କ ହାତ ପଦ୍ମଗନ୍ଧ ହେଉଥିଲା, ତା ଦେହରେ ମଧ୍ୟ ଚନ୍ଦନ କର୍ପୂର ଇତ୍ୟାଦି ସବୁ ଆର୍ଥ ଜିନିଷ ବିଲେପନ କରାଯାଇଥିଲା। କୃଷ୍ଣସ୍ୟ ଉତ୍ପଳ ସୌରଭ, ଉତ୍ପଳ ଶବ୍ଦର ଅର୍ଥ ନୀଳକଇଁ। ପଦ୍ମଟା ପଦ୍ମ ଉତ୍ପଳ ଶବ୍ଦର ଅର୍ଥ ନୀଳକଇଁ। ନୀଳକଇଁର ଗୋଟେ ମଧ୍ୟ ସୁବା ଗନ୍ଧ ଅଛି, ସେ ଗନ୍ଧ ହେଉଥିଲା। ଇଆଡ଼େ ଚନ୍ଦନାଲିପ୍ତ ଆଘ୍ରାୟ ଏବଂ ଚନ୍ଦନ ବୋଳା ହେଇଛି, କର୍ପୂର ମିଶ୍ରିତ ଚନ୍ଦନ, ତାର ବି ସୁବାସ। ଇଆଡ଼େ ନୀଳକଇଁର ବାସ୍କ, ଏ ସବୁଗୁଡ଼ାକ ଆଘ୍ରାଣ କରି ଗୋଟେ ସଖୀ କାନ୍ଦରେ ହାତ ପଡ଼ିଥିଲେ। ସେ ତାକୁ ଶୁଣିକିରି ହୃଷ୍ଟପୂର୍ବା ତାର ଶରୀର ରୋମାଞ୍ଚିତ ହେଲା, କାରଣ ସେ ଗନ୍ଧ ଦିବ୍ୟ ଗନ୍ଧ ଥିଲା। ପ୍ରଭୁଙ୍କର ଦିବ୍ୟ ଶରୀର, ସେଥିରୁ ଦିବ୍ୟ ଗନ୍ଧ ବାହାରୁଥିଲା। ତେଣୁ ଏ ପ୍ରେମରେ ସେ ହାତକୁ ଚୁମ୍ବନ ଦେଲା। କସ୍ୟାଃ ଚିତ୍ ନାଟ୍ୟକ୍ଷିପ୍ତ କୁଣ୍ଡଳ ବିଷମଣ୍ଡିତଂ ଗଣ୍ଡଂ ଗଣ୍ଡେ ସନ୍ଦହତ୍ୟା ପଦାତ୍ ତାମ୍ବୂଳସର୍ବିତଂ। କସ୍ୟାଶ୍ଚିତ୍ ନାଟ୍ୟ ବିକ୍ଷିପ୍ତ କୁଣ୍ଡଳ ତ୍ରିସମଣ୍ଡିତଂ ଗଣ୍ଡଂ, ସବୁ ଗଣ୍ଡର ବିଶେଷଣ। ଗଣ୍ଡ ମାନେ ଗାଲୁଟା, ଟିଅଳଟା କେମିତି ହେଇଛି? କସ୍ୟାଶ୍ଚିତ୍ ନାୟିକା, କୌଣସି ଗୋପାଙ୍ଗନା, ଗୋପାଙ୍ଗନା କ'ଣ କରୁଛି? ନାଟ୍ୟ ବିକ୍ଷିପ୍ତ କୁଣ୍ଡଳ, ନାଟ ତ କରୁଛି ନା, କିନ୍ତୁ ଶରୀର ସର୍ବାଙ୍ଗର ଶରୀର ଦୋହରୁଛି, କାନରେ ଥିବା କୁଣ୍ଡଳ ମଧ୍ୟ ଦୋହରୁଛି। ବିକ୍ଷିପ୍ତ କୁଣ୍ଡଳ ତ୍ରିସମଣ୍ଡିତମ୍, ସେ କୁଣ୍ଡଳ ସୁନା ତିଆରି ଏବଂ ବିଭିନ୍ନ ମଣି ଖୋଜିତ, ଯାହାଫଳରେ ସେ ଜ୍ୟୋତି ବାହାରୁଛି, ଗଣ୍ଡ ଦେଶ ଆଲୋକିତ ହେଇଛି ଏବଂ କୁଣ୍ଡଳଟା ଗଣ୍ଡ ଦେଶରେ ଦୋଦୁଲ୍ୟମାନ ହେଉଛି। ଏହି ପ୍ରକାର ଗଣ୍ଡ ମଣ୍ଡିତ ଗଣ୍ଡମ, ଗଣ ଦେଶ ମଣ୍ଡିତ ହେଇଗଲେ ଶୋଭମାନ ହେଉଛି। ଦୋଦୁଲ୍ୟମାନ କୁଣ୍ଡଳ, କୁଣ୍ଡଳ ଦ୍ୱାରା ଶୋଭମାନ ହେଉଥିବା ଗଣ୍ଡ ଦେଶକୁ ଗଣ୍ଡେ ସନ୍ଦହତ୍ୟା, ଗଣ୍ଡ ଦେଶକୁ ପ୍ରଭୁଙ୍କର ଗଣ୍ଡ ଦେଶରେ ଲଗେଇ ଦେଇକିରି କିଏ ସଖୀ ଥିଲା ଆମର ଗୋପାଳ, ଗୋପାଳୁଣୀ କ'ଣ କରିଛି? ଗଣ୍ଡ ଦେଶକୁ କୁଣ୍ଡଳ ଦୋଦୁଲ୍ୟମାନ ହେଉଥିବା ନାଟ କରିବା ଦ୍ୱାରା ଚଳଚଞ୍ଚଳ ହେଉଛି କୁଣ୍ଡଳ ଗଣ୍ଡ ଦେଶରେ। ଏହି ପ୍ରକାର ଗଣ୍ଡ ଦେଶକୁ ନେଇକି ପ୍ରଭୁଙ୍କ ଗଣ୍ଡ ଦେଶରେ ଲଗେଇଦେଲା ସନ୍ଦହତ୍ୟା। ଏବଂ ଗଣ୍ଡ ଦେଶରେ ଲଗେଇ ପ୍ରଭୁ ପାନ ଚୋବୁଥିଲେ, ଅଦାତ ତାମ୍ବୁଳ ଚର୍ବିତମ୍, ଚୋବେଇକିରି ଖାଉଥିବା ପାନକୁ ତାଙ୍କ ପାଟିରୁ ଆଣିକି ନିଜେ ଚୋବେଇଲା। ଆଁ କରିକି ଗୋଟେ ଗଣ୍ଡରେ ଗଣ୍ଡ ଲଗେଇ ଦେଇକିରି ଆଁ କରିଦେବ, କ'ଣ କରିବେ? ପ୍ରଭୁ ଦେଖିଲା ଏଇଟା ପାନ ଖାଇବାକୁ ଚାହୁଁଛି, ପାନ ଦେଲେ ସିଏ ସେଇ ପାନକୁ ପାଟିରେ ଆଣିଲା। ଅର୍ଥାତ୍ ଏଇଟା ଏଠି ମଧ୍ୟ ପ୍ରଭୁଙ୍କର ପ୍ରସାଦ ସେ ଗ୍ରହଣ କଲା। ପ୍ରଭୁଙ୍କର ଉଚ୍ଛିଷ୍ଟଟା ହିଁ ମହାପ୍ରସାଦ। ତେଣୁ ଏ ଚର୍ବିତ ପାନକୁ ନିଜେ ଗ୍ରହଣ କଲା। ଇଆଡ଼େ ଅଙ୍ଗ ସହିତ ଅଙ୍ଗ ମିଶିଗଲା, ତେଣୁ ସେ ପ୍ରେମରେ ପାଗଳ ହେଇଗଲା। ନୃତ୍ୟନ୍ତି ଗାୟତି କାଚିତି କୁଜତ୍ ନୂପୁର ମେଖଳା ପାର୍ଶ୍ୱସ୍ତାଚ୍ୟୁତ ହସ୍ତାଭୁଜଂ ଶ୍ରାନ୍ତାଭ୍ୟତ୍ ସ୍ତନୟୋ ଶିବଂ। ନୃତ୍ୟନ୍ତି ଗାୟତି କାଚିତ୍, କାଚିତ୍ ଗୋପାଙ୍ଗନା। ଆଉ ଗୋଟେ ଗୋପାଙ୍ଗନା କ'ଣ କରୁଛି? କୁଜତ୍ ନୂପୁର ମେଖଳା, ମେଖଳା ଅଣ୍ଟା ସୂତା ଲାଗିଛି, ସେଥିରେ ବି ଝୁମୁକା ଲାଗିଛି, ଝୁଳୁଝୁଳୁ ବି। ଇଆଡ଼େ ନୂପୁର, ପାଦରେ ନୂପୁର ଲାଗିଛି, ସିଏ ମଧ୍ୟ ଝୁଳୁଝୁଳୁ ହେଉଛି। ତେଣୁ ଏଇ ପ୍ରକାର ଅବସ୍ଥାରେ ନାଟ କଲା ମାନେ ଝୁଳୁ ହବ, ତାଳ ଦେଇକିରି ଶରୀର ଚଳୁଛି ସିଏ ତଦନୁସାରେ। ତେଣୁ ନାଟ କରିକିରି ମେଖଳା ଅଣ୍ଟା ସୂତା ଏବଂ
ପାଦରେ ଥିବା ନୂପୁର ଝୁଣଝୁଣ ହେଇକି ବାଜୁଛି। ପାର୍ଶ୍ୱସ୍ଥାଚ୍ୟୁତ ହସ୍ତାବ୍ଜମ୍, ପାଖରେ ପାଖରେ ତ ଅଚ୍ୟୁତ ଅଛନ୍ତି ଯେଉଁ ପ୍ରଭୁଙ୍କର ହସ୍ତ ଅବ୍ଜ ମାନେ ପଦ୍ମ, ହସ୍ତ ପଦ୍ମକୁ ସେ ଝୁଣଝୁଣ ହେଇକିରି ବାଜୁଛି, ନାଟକ ଚାଲିଛି। ସେତେବେଳେ ସେ ଥକିଗଲା। କେତେ ନାଟକ ସ୍ତ୍ରୀ ଗୁଡ଼ାକ ନା ଅବଳା, ତାଙ୍କର ଶକ୍ତି ବହୁତ କମ୍। ତେଣୁ ସେ କିଛି ନାଟକ କରିବା ପରେ ଥକି ଯାଇଛି। ଥକି ଯାଇକି କ'ଣ କଲା ନା ତା ପାଖରେ ଠିଆ ହେଇଥିବା ଶ୍ୟାମ ସୁନ୍ଦରଙ୍କର ଶୀତଳ କରକମଳକୁ ଟାଣି ଆଣି ନିଜର ବକ୍ଷ ଦେଶରେ ଚାପି ଦେଲା। ଥକିଯିବା ପରେ ତାଙ୍କର ହାତକୁ ଟାଣି ଆଣିକିରି ଏଠି ସିଧାସଳଖ ଲେଖା ହେଲା ପାର୍ଶ୍ୱସ୍ଥା ଅଚ୍ୟୁତ ହସ୍ତାବ୍ଜମ୍। ନିଜ ପାଖରେ ଥିବା ଭଗବାନ ଶ୍ରୀକୃଷ୍ଣଙ୍କର ହାତକୁ ଭିଡ଼ି ଆଣି ଶ୍ରଦ୍ଧା କ୍ଳାନ୍ତ ହୋଇଯାଇଥିବା, ନାଟକ କରିକି ଥକି ଯାଇଥିବା ଗୋପାଙ୍ଗନାଟା ସ୍ତନୟୁ ଶିବ ପ୍ରଭୁଙ୍କର ମଙ୍ଗଳମୟ ହସ୍ତକୁ ନିଜର ବକ୍ଷ ଦେଶରେ ରଖିକିରି ଜାବୁଡ଼ି ଆଲିଙ୍ଗନ କରିଦେଲା। ଗୁପ୍ୟ ଲବ୍ଧ୍ୱାଚ୍ୟୁତଂ କାନ୍ତଂ ଶ୍ରିୟ ଏକାନ୍ତ ବଲ୍ଲଭଂ ଗୃହୀତ କଣ୍ଠ୍ୟ ତଦ୍ଦୁର୍ଭ୍ୟାଂ ଗାୟନ୍ତ୍ୟସ୍ତାଂ ବିଜୟରେ। ତାପରେ ଆଉ କ'ଣ ହେଇଛି? ହେ ପରୀକ୍ଷିତ, ଗୋପୀମାନଙ୍କର ସୌଭାଗ୍ୟ ଲକ୍ଷ୍ମୀଙ୍କ ସୌଭାଗ୍ୟକୁ ବି ବଢ଼ିଗଲା। ଗୁପ୍ୟ ଲବ୍ଧ ଅଚ୍ୟୁତଂ କାନ୍ତଂ ଶ୍ରିୟ ଏକାନ୍ତ ବଲ୍ଲଭଂ। ଲକ୍ଷ୍ମୀ ଯଦିଓ ଭଗବାନଙ୍କର ଏକାନ୍ତ ପ୍ରିୟତମା ସୌଭାଗ୍ୟ ଭୋଗ କରୁଛନ୍ତି, ତାକୁ ଏ ଗୋପାଙ୍ଗନାମାନଙ୍କର ଭୋଗ ତାଙ୍କୁ ଲକ୍ଷ୍ମୀଙ୍କ ଠାରୁ ଆହୁରି ଅଧିକା ବଳେ ପକାଇଲା। ଗୃହୀତ କଣ୍ଠ୍ୟ ତଦ୍ଦୁର୍ଭ୍ୟାଂ, ଏବଂ ସେମାନେ ନିଜର ବାହୁ ଦ୍ୱାରା ପ୍ରଭୁଙ୍କ କଣ୍ଠକୁ ଆଲିଙ୍ଗନ କରି ଗାୟନ୍ତ୍ୟ ସ୍ୱାମ ବିଜୟରେ, ଗୀତ ନାଟ ସହିତ ଶ୍ରୀକୃଷ୍ଣଙ୍କୁ ନିଜର ପରମ ପ୍ରିୟତମ ରୂପେ ଲାଭ କରି ଗୋପୀମାନେ ଗୀତ ଗାଇ ଗାଇ ତାଙ୍କ ସହିତ ବିହାର କରିବାକୁ ଲାଗିଲେ। ସେମାନଙ୍କ ଗଳାକୁ ନିଜର ଭୁଜ ପାଶରେ ବାନ୍ଧି ରଖୁଥିବା ବେଳେ ଗୋପୀମାନଙ୍କର ଶୋଭା ସତରେ ବଡ଼ ଅପୂର୍ବ ହୋଇଥିଲା। ଗାୟତ୍ରୀ ସ୍ୱାମ ବିଜୟରେ କଳା ଆଲୋକ ବିଟଙ୍କ କପୁଳ ଧର୍ମ ବକ୍ତ୍ରସ୍ୟୁ ବଳୟନୂପୁର ଘୋଷବାଦୀ ଗୋପ୍ୟ ସମಂ ଭଗବତା ନନୃତୁ ସୁକେଶ ସ୍ରସ୍ତସ୍ରଜ ଭ୍ରମର ଗାୟକ ରାସ ଗୋଷ୍ଠ୍ୟା କର୍ଣ୍ଣୋତ୍ କଳାଳକ ବିଟଙ୍କ କପୋଳ ଧର୍ମ। କାନରେ ନୀଳ କଇଁ ଲାଗିଥିଲା, କର୍ଣ୍ଣରେ ଶୋଭା ପାଉଥିବା ପଦ୍ମର କୁଣ୍ଡଳ, ନୀଳ କହିଲେ କର୍ଣ୍ଣୋତ୍ ଫଳ, ଆଉ ଗଣ୍ଡସ୍ଥଳରେ ଝୁଲୁଥାଏ କୁଞ୍ଚିତ ଅଳକା ଭଳି। କର୍ଣ୍ଣୋତ୍ ପଳାୟ ଅଳକ ବିଟଙ୍କ କପୋଳ ଧର୍ମ। କୁଞ୍ଚି କୁଞ୍ଚିଆ କେଶ, କାନରେ ଲାଗିଛି ନୀଳୋତ୍ପଳ, ଦି କାନରେ ଯୋଡ଼ାଏ ଲାଗିଛି। ଗଣ୍ଡସ୍ଥଳରେ ଅଳକା ଭଳି କୁଞ୍ଚି କୁଞ୍ଚିଆ କେଶ ସବୁ ଗଣ୍ଡସ୍ଥଳକୁ ଲାଗି ଆସିଲାଣି। କାହିଁକି ନା ନାଟ କରିବା ଫଳରେ କେଶ ସବୁ ଏପଟ ସେପଟ ହେଇକିରି ଗଣ୍ଡସ୍ଥଳକୁ ସ୍ପର୍ଶ କରିଛି ଝୁଲୁଥିବା କୁଞ୍ଚିତ କେଶ, ଏବଂ ସ୍ନେହ ବିନ୍ଦୁ ଝଲସୁଥିବାରୁ ମୁଖର ସ୍ୱେଦବିନ୍ଦୁ। ବକ୍ତ୍ରସ୍ୟୁ ଘର୍ମ ମାନେ ଝାଳ, ପରିଶ୍ରମ କଲେ ତ ଝାଳ ବାହାରିବ, ତେଣୁ ଝାଳ ମଧ୍ୟ ବାହାରୁଛି ଗଣ୍ଡ ଦେଶରୁ। ସେ ଝାଳ ବାହାରି କ'ଣ ହେଇଛି, ବକ୍ତ୍ର ମୁଖମଣ୍ଡଳ ଅତ୍ୟନ୍ତ ଶୋଭମାନ ହେଇଛି।
ବଳୟ ନୂପୁର ଘୋଷ ବାନ୍ଧି ହାତରେ ଥିବା ବଳୟ ସୁନା ଅଳଙ୍କାର ଗୁଡ଼ାକ ପରସ୍ପର ଆଘାତ ହେଇକି ସିଏ ଶବ୍ଦ କରୁଛି, ପାଦରେ ନୂପୁର, ଅଣ୍ଟା ସୂତାରେ ଶବ୍ଦ, ସବୁ ଶବ୍ଦ ସତେ ଯେମିତି ବାଦ୍ୟ ବାଜୁଛି। ନାଟ ଶରୀର ଅଙ୍ଗ ଚାଳନା କରିକି ନାଟ କରୁଥିବା ହାତ ଗୀତ ବୋଲିକିରି ସେଗୁଡ଼ାକ ମଧ୍ୟ ତାଳ ଦେଇକିରି ବାଜୁଛି ସବୁ ଝୁଣଝୁଣେଇକି। ଏହାର ମୁଖର ଶୋଭା ବଢ଼ିଯାଇଛି କେମିତି, କର୍ଣ୍ଣରେ ନୀଳୋତ୍ପଳ, କୁଞ୍ଚୁକୁଞ୍ଚିଆ କେଶ ଲମ୍ବି ଆସିଛି, ଝାଳ ବୋହିକି ସେ ଗଣ୍ଡଦେଶରେ ଲାଗିକି ରହିଗଲାଣି, ମୁଖର ଶୋଭା ତେଣୁ ଦ୍ୱିଗୁଣିତ ହେଇଯାଇଛି। ଆଉ ବଳୟ, ହାତରେ ଥିବା ବଳୟ ପରସ୍ପର ବାଜୁଛି, ନୂପୁର ପାଦରେ ବାଜୁଛି, ଏଗୁଡ଼ାକ ବାଜିକିରି ଶବ୍ଦ ହେଉଛି ତାଳ ଦେଇକି, ତାଳ ଗଳାପି ଲାଗୁଛି ବାଦ୍ୟ ତାଳ। ଗୋପ୍ୟ ସମମ୍ ଭଗବତା ନ ଋତୁ ସୁକେଶ ସ୍ରସ୍ତସ୍ରଜ। ଗୋପୀମାନଙ୍କ ସହିତ ଭଗବାନ କୃଷ୍ଣ ମଧ୍ୟ ନାଚ କରୁଛନ୍ତି। ତାଙ୍କ ହାତର କାଚ ପାଦର ପାଉଁଜି ରୁଣୁ ଦେଇକି ବାଜୁଥାଏ। ତାଳ ଓ ସ୍ୱରରେ ତାଳ ସ୍ୱର ମିଶାଇ ଭ୍ରମରମାନେ ଗୁଣୁ ହୋଇ ଗାଉଥାନ୍ତି। ଗୋପ୍ୟଶବମ୍ ଭଗବତା ନମୃତୁ ସୁକେଶ ସ୍ରଜସ୍ତ୍ର କେଶ ସ୍ରସ୍ତସ୍ରଜ। ମୁଣ୍ଡରେ ଖୋସା ଖୋସିକି ଫୁଲମାଳା ଦେଇଥିଲେ, ସେ ଖସିଗଲାଣି। ଭ୍ରମର ଗାୟକ ରାସ ଓଷ୍ଟ୍ୟାଙ୍ଗ, ଭ୍ରମର ମାନେ ସେଇ ତାଳ ଦେଇକିରି ଗୁଳୁ ଗୁଳୁ କରିକିରି ସତେ ଯେମିତି ରାସ ଗୋଷ୍ଠୀ ଭିତରେ ଭ୍ରମର ମାନେ ଗାୟକ ସାଜିଛନ୍ତି। ଖୋସାରେ ଥିବା ଫୁଲ ଗଣ୍ଠି ଭିତରେ ବାନ୍ଧିକି ଖସିଥିଲେ, ସେ ଗଣ୍ଠି ଖସିବା ସହିତ ଫୁଲ ବି ହାର ଖସିଯାଇଛି। ତା ଦେହରେ ଭ୍ରମର ମାନେ ହେଇକିରି ଏ ଗୀତର ଯେମିତି ତାଳ ଲୟ ଚାଲିଛି, ସେ ପ୍ରକାର ତାଳ ଦେଇକିରି ଏମାନେ ହେଉଛନ୍ତି, ସତେ ଯେମିତି ଏମାନେ ଗାୟକ ଭଳିଆ ଜଣା ପଡ଼ୁଛନ୍ତି। एवं परिशृंग पराभिमर्श स्निग्धे क्षणोद्दाम विलास हासि रेमे रमेशः ब्रज सुंदरी जथार्भक शो प्रतिबिंब विभ्रम। सुंदर कथा कहला एवं परिशृंग पराभिमर्श, এই প্রকার আলিঙ্গন এবং পরাভিমর্শনে হে পরিচিত ସରଳ ଶିଶୁ ଯେପରି ନିର୍ବିକାରରେ ନିଜର ସାଇ ସହିତ ଖେଳେ, ରମାରମଣ ଭଗବାନ ଶ୍ରୀକୃଷ୍ଣ ସେହିପରି ଆପଣା ପ୍ରତିବିମ୍ବ ସ୍ୱରୂପା ଗୋପୀମାନଙ୍କ ସହିତ ଖେଳୁ ଖେଳୁ ସେମାନଙ୍କ ଭିତରୁ କେତେବେଳେ କାହାକୁ ହୃଦୟରେ ଚାପି ଧରିଛନ୍ତି, କେତେବେଳେ ସେମାନଙ୍କ ଦେହରେ ହାତ ମାରି ଦେଉଥାନ୍ତି, ପୁଣି କେତେବେଳେ ପ୍ରେମ ଭରା ଚାହାଣୀରେ ଚାହୁଁଥାନ୍ତି। ବୋଲେ ଏବଂ ପରିଶୃଙ୍ଗ କରାଭିମର୍ଶ ନାଟ କୀର୍ତ୍ତନ ଚାଲିଛି। ପ୍ରଭୁ କାହାକୁ ଆଲିଙ୍ଗନ କରିଛନ୍ତି, କାହାର ଶରୀରରେ ହାତ ପକାଇଛନ୍ତି, ପୁଣି ସ୍ନିଗ୍ଧେକ୍ଷଣ କାହାକୁ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ଚାହିଁଛନ୍ତି। କ୍ଷଣୋଦ୍ଦାମ ବିଳାସ ହାସି ଏବଂ ବିଳାସପୂର୍ଣ୍ଣ ହାସ
এই প্রকার রমেশ রমাঙ্কর ଈଶ ରମାପତି ଭଗବାନ ଶ୍ରୀକୃଷ୍ଣ ବ୍ରଜ ସୁନ୍ଦରୀ ବି ରେମେ ବ୍ରଜାଙ୍ଗନା ମାନଙ୍କ ସହିତ ବ୍ରଜ ରମଣ କଲେ ମାନେ ରାସ କ୍ରୀଡ଼ା କଲେ ରସରୁ ରାସ ହେଇଛି ଯଥା ଅର୍ଭକ ଯେମିତି ପିଲାଟା ସୁପ୍ରତିବିମ୍ବ ବିଭ୍ରମ ପିଲାଟା ନିଜର ପ୍ରତିବିମ୍ବକୁ ଦେଖି ଛାୟା ନିଜର ସ୍ୱରୂପର ପ୍ରତିବିମ୍ବକୁ ସ୍ୱକୀୟ ରୂପକୁ ଦେଖିକିରି ସିଏ ତା ସହିତ ଖେଳେ ଠିକ୍ ସେମିତି ତାପରେ ଏଠି ଗୋପାଙ୍ଗନା ମାନେ ପ୍ରଭୁଙ୍କର ସ୍ୱରୂପ ଥିଲେ ପ୍ରଭୁ ଯାହା ଗୋପାଙ୍ଗନା ମାନେ ସେ ଏକା ଜିନିଷ ଥିଲା ପିଲା ନିଜର ସ୍ୱରୂପକୁ ଦେଖିକିରି ତା ସହିତ ଖେଳିଲା ଭଳିଆ ପ୍ରତିବିମ୍ବକୁ ଦେଖି ତା ସହିତ ଖେଳିଲା ଭଳିଆ ପ୍ରଭୁ ଗୋପାଙ୍ଗନା ମାନଙ୍କ ସହିତ କ୍ରୀଡ଼ା କରୁଥିଲେ ଅର୍ଥାତ୍ ଗୋପାଙ୍ଗନା ଗୁଡ଼ାକ ପ୍ରଭୁଙ୍କ ଠାରୁ ଭିନ୍ନ ନଥିଲେ ପ୍ରଭୁ ଯାହା ଥିଲେ ଏ ଗୋପାଙ୍ଗନା ଗୁଡ଼ିକ ସେଇଆ ଥିଲେ ପ୍ରଭୁଙ୍କ ଶରୀରର ଅଂଶ ବିଶେଷ ପ୍ରଭୁ ଯାହା ଗୋପାଙ୍ଗନା ମାନେ ସେଇ ପ୍ରକାର ଥିଲେ ପ୍ରଭୁଙ୍କର ପ୍ରତିବିମ୍ବ ସେ ଥିଲେ ଅର୍ଥାତ୍ ପ୍ରଭୁଙ୍କ ଠାରୁ ସେ ଭିନ୍ନ ନଥିଲେ ତାଙ୍କରି ପ୍ରତିବିମ୍ବ ତେଣୁ ଏଠି ଗୋପାଙ୍ଗନା ଏବଂ କୃଷ୍ଣ ଦୁଇ ନଥିଲେ କୃଷ୍ଣ ନିଜର ପ୍ରତିବିମ୍ବ ସହିତ ଖେଳୁଥିଲେ ଅର୍ଥାତ୍ ସେମାନେ କୃଷ୍ଣମୟ ହେଇକି ରହିଥିଲେ ପ୍ରଭୁ ଯାହା ସେମାନେ ସେଇଆ ହେଇଥିଲେ ତେଣୁ ତାଙ୍କ ସହିତ ଏ ରମଣ କରୁଥିଲେ ତଦଙ୍ଗ ସଙ୍ଗ ପ୍ରମୁଦାନ କୁଳେନ୍ଦ୍ରିୟା କିଷାନ ଦୁକୁଳ ଉଚ୍ଚ ପଟ୍ଟିକାଙ୍ଗ ନାଞ୍ଚ ପ୍ରତି व्योढुमणं ब्रजस्त्रियः विश्वस्त मालाभरणा न कुरुदुपः कहले हे कुरुश्रेष्ठ किए से मैत्रेय विदुर कहते हे कुरुश्रेष्ठ विदुर जी कुरुदुपः तदंग संग प्रमुदा कुलेन्द्रिया प्रभुंकर अंग संग पाई अत्यंत आह्लादित हो इंद्रिय समस्त इंद्रिय व्याकुल होती प्रबुदा कुलेन्द्रिया इंद्रिय गुड़ाक अत्यंत आनंदित आह्लादित हो प्रत्येक इंद्रिय प्रभुंकर अंग संग द्वारा आनंदित आह्लादित हो केशान दुकूलम उच्चपट्टिका केश वस्त्र से केश मुकुड़ा होगा फुलहार छीनी पड़ा देहर गहना कि कड़े पड़गला से निजर केश वस्त्र कांचला वक्षस्थल वक्षस्थल चिपा परिधान भी भल रूपे सजाड़ा असमर्थ है तदंग संग प्रमुदा कुलेन्द्रिया प्रभुंकर अंग संग पाई गोपांगना मान इंद्रिय विहोल हो केश
କେଶ ସବୁ ଫିଟିଗଲା, ତା ଦେହରୁ ଫୁଲଗୁଡ଼ା ଗଳି ପଡ଼ିଲା, ଦୁକୁଳ ବସ୍ତ୍ର ଶରୀରରେ ନାହିଁ। ଉଚ୍ଚପଟ୍ଟିକା, ଉଚ୍ଚପଟ୍ଟିକା କହିଲେ ବ୍ଲାଉଜ ବୋଲି ଧରାଯିବ, ଯେଉଁଟାକି ଉଚ୍ଚ ମାନେ ସ୍ତନକୁ ଠିକ୍ ଭାବରେ ରଖିବା ପାଇଁ, ଶରୀରକି ରଖିବା ପାଇଁ ଯେଉଁଟା ଲଗାଯାଏ ଶରୀର ଭିତରେ, ଯେଉଁଟା ଉଚ୍ଚପଟ୍ଟିକା ବୋଲେ ଉଚ୍ଚକୁ ରଖିବା ପାଇଁ ଯେଉଁ ପଟ୍ଟିକା ମାନେ ଗୋଟା ବ୍ଲାଉଜଟା ମଧ୍ୟ ଅସ୍ତବ୍ୟସ୍ତ ହୋଇସାରିଲାଣି। ନାଞ୍ଜ ପ୍ରତିବୋଢ଼ୁ ଅଳମ୍ପ୍ରଜ ସ୍ତ୍ରୀୟ, ତେଣୁ ନିଜ ଶରୀରକୁ ସଜେଇବା ଅବସ୍ଥା ତାଙ୍କର ବି ନାହିଁ। ନୃତ୍ୟ, ନାଟ, ଗୀତ ଏବଂ ପ୍ରଭୁଙ୍କ ଅଙ୍ଗ ସଙ୍ଗ ପାଇ ସେମାନେ ଏତେ ପାଗଳି ହୋଇଯାଇଛନ୍ତି ଯେ ବିଭୋର ହୋଇଯାଇଛନ୍ତି, ନିଜ ଶରୀର ସତ୍ତା ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି। ଉଠିକି ଫିଟିଗଲାଣି, ଲୁଗାପଟା କୁଆଡ଼େ ଗଲିଗଲାଣି, ସେ ଯେଉଁ ଧ୍ୟାନ ଦେବା ତାଙ୍କର ସେ ଶରୀର ସ୍ଥିତି ଭୁଲି ଯାଇଛନ୍ତି, କୃଷ୍ଣମୟ ହୋଇଯାଇଛନ୍ତି। ପ୍ରଭୁଙ୍କର ଅଙ୍ଗ ସଙ୍ଗ ପାଇକିରି ସେମାନେ କୃଷ୍ଣମୟ ହୋଇଯାଇଛନ୍ତି। କୃଷ୍ଣ କୃଷ୍ଣ କ'ଣ ଏଠି କହିଲେ ପ୍ରଭୁଙ୍କର ପ୍ରତିବିମ୍ବ ସେମାନେ ଥିଲେ, ତେଣୁ ସେମାନେ କୃଷ୍ଣମୟ ହୋଇଯାଇଛନ୍ତି। ତେଣୁ କୃଷ୍ଣଙ୍କ ସହିତ କୃଷ୍ଣମୟ ମିଳନ ହେଇଯାଇଛି। କୃଷ୍ଣ ମଧ୍ୟ ଗୋପୀମୟ ହେଇଯାଇଛନ୍ତି, ତେଣୁ ସିଏ ଗୋପୀ ହେଇଯାଇଛନ୍ତି, ଇଏ ଗୋପୀଙ୍କ ସହିତ ଗୋପୀଙ୍କ ମିଳନ ହେଇପାରେ ବା କୃଷ୍ଣଙ୍କ ସହିତ କୃଷ୍ଣଙ୍କର ମିଳନ, ଯାହା କହିଲେ ତାହା ହେବ। ଏମାନଙ୍କର ମନ କୃଷ୍ଣମୟ ହୋଇଛି, ତେଣୁ କୃଷ୍ଣଙ୍କ ସହିତ କୃଷ୍ଣଙ୍କର ମିଳନ ହେଲା। କୃଷ୍ଣଙ୍କର ମନ ବ୍ରଜସୁନ୍ଦରୀଙ୍କର ବ୍ରଜସୁନ୍ଦରୀ ହେଇଯାଇଛି, ତେଣୁ ବ୍ରଜସୁନ୍ଦରୀଙ୍କର ବ୍ରଜସୁନ୍ଦରୀଙ୍କ ସହିତ ମିଳନ ହେଲା। এই প্রকার পরিস্থিতি সৃষ্টি হয়ে ইয়ে দুই ହେଇକି ରହିଲେନି, ଉଭୟ ଏକ ହେଇଗଲେ। ନାଟ କୀର୍ତ୍ତନ ଭିତରେ ପ୍ରଭୁଙ୍କ ଅଙ୍ଗସଙ୍ଗ ପାଇକି ଏମାନଙ୍କର ଇନ୍ଦ୍ରିୟ ସବୁ ବିହୋଳ ହେଇଯାଇଛନ୍ତି। କୁଆଡ଼େ କ'ଣ କେଶ ଖୋସା ଫିଟିଗଲାଣି, ଫୁଲ ଖସି ପଡ଼ିଲାଣି, ଲୁଗାପଟା କୁଆଡ଼େ ଏପଟ ସେପଟ ହେଇଗଲାଣି, ବକ୍ଷ ଦେଶରେ ଥିବା ବ୍ଲାଉଜ ଯାହାକୁ କୁହାଯାଏ ସିଏ ମଧ୍ୟ ଅସ୍ତବ୍ୟସ୍ତ। ତେଣୁ ଶରୀର ସ୍ଥିତି କ'ଣ ଅଛି ସେଇଟା ପ୍ରତି ସେମାନଙ୍କର ଧ୍ୟାନ ନାହିଁ, ନାଟରେ ମାତି ଯାଇଛନ୍ତି। ବିଶ୍ୱସ୍ତ ମାଳା ଆଭରଣା, ମାଳ ଖସି ସାରିଲାଣି, ଆଭରଣ ଅଳଙ୍କାର ଗୁଡ଼ାକ ମଧ୍ୟ କୁଆଡ଼େ ଖସିକି ପଡ଼ିଲାଣି ତା ଭିତରେ। এই ପ୍ରକାର ଅବସ୍ଥାରେ ନିଜ ଶରୀର ସ୍ଥିତିକି ଭୁଲି ଯାଇ ସମସ୍ତେ କୃଷ୍ଣମୟ ହେଇକିରି କୃଷ୍ଣଙ୍କ ସହିତ ମିଶିଗଲେ। କୃଷ୍ଣ ବିକ୍ରୀଡ଼ିତମ୍ ବିକ୍ଷ୍ୟ ମୁମୁହୁଃ ଖେଚର ସ୍ତ୍ରିୟଃ କାମାର୍ଦ୍ଧିତାଃ ଶଶାଙ୍କଶ୍ଚ ସଗଣୁ ବିସ୍ମୃତ ଅଭବତ୍। କୃଷ୍ଣଙ୍କର ଏହି ପ୍ରକାର ଗୋପାଙ୍କନମାନଙ୍କ ସହିତ କ୍ରୀଡ଼ା ଦେଖିକିରି ଖେଚର ସ୍ତ୍ରୀ, ସେମାନେ ଆକାଶରେ ବିଚରଣ କରୁଥିବା ଦେବତା ଗନ୍ଧର୍ବ କିନ୍ନରମାନଙ୍କର ପତ୍ନୀମାନେ କାମ ପୀଡ଼ିତ ହୋଇଗଲେ। ଶଶାଙ୍କଶ୍ଚ ଚନ୍ଦ୍ର ମଧ୍ୟ, ମାନେ ସେମାନଙ୍କର ମଧ୍ୟ କାମ ଭାବ ଜାଗ୍ରତ ହେଲା। ସକଳ ତାରା ତଥା ଗ୍ରହମାନଙ୍କ ସହିତ ଚନ୍ଦ୍ରମା ବିସ୍ମୃତ ସ୍ଥିର ହୋଇଗଲେ। ଶଶାଙ୍କଶ୍ଚ ସଗଣଃ ବିସ୍ମୃତ କୃତ୍ବା ତାବନ୍ତମାତ୍ମାनं ଯାବତୀ ଗୋପଯୋଷିତା ରେବେଶଂ ଭଗବାନ୍ ତାଭିଃ ଆତ୍ମା ରାମୋପି ଲୀଳୟା। ପ୍ରଭୁ ହେଉଛନ୍ତି ଆତ୍ମାରାମ ଏବଂ ପୂର୍ଣ୍ଣ କାମ, ନିଜ ଆତ୍ମା ସହିତ ନିଜେ ରମଣ କରନ୍ତି। ଆତ୍ମାରାମ ମାନେ ଆନନ୍ଦ ହିଁ, ସେ ପ୍ରଭୁ ହେଲେ ଆନନ୍ଦମୟ, ନିଜ ଆନନ୍ଦକୁ ନିଜ ଅନୁଭବ କରନ୍ତି ବା ନିଜ ଆତ୍ମାକୁ ନିଜେ ଅନୁଭବ କରନ୍ତି। ଆତ୍ମା ତ ଆନନ୍ଦମୟ ଆଉ, ତେଣୁ ନିଜାନନ୍ଦକୁ ନିଜେ ଅନୁଭବ କରିବା ପ୍ରଭୁଙ୍କର କାମ। କାହା ମାଧ୍ୟମରେ ତାଙ୍କର ଆନନ୍ଦ ଅନୁଭବ କରିବା ପ୍ରଥା ପାଠ ନାହିଁ, କିନ୍ତୁ ହେଲେ ମଧ୍ୟ ତାବନ୍ତମାତ୍ମାनं ପ୍ରଭୁ ଯେତିକିଟି ଗୋପୀ ସେତିକିଟି କୃଷ୍ଣ ହେଇଯାଇକିରି ତାଙ୍କ ସହିତ ରମଣ କଲେ। ଭଗବାନ ତାଭିଃ ଆତ୍ମାରାମ ହେଇଥିଲେ ମଧ୍ୟ, କାହା ମାଧ୍ୟମରେ ସୁଖ ପାଇବା ତାଙ୍କର ଆବଶ୍ୟକ ନଥିଲେ ମଧ୍ୟ ଯୋଗମାୟା ବା ଲୀଳା ଦ୍ୱାରା
ଖେଳିଲା ପରେ ସେମାନଙ୍କ ସହିତ ରାସ ବିହାର କଲେ। ଖେଳିଲା ଗୋଟେ ଖେଳ ତ ଲୀଳା ବିହାର ତା ସାଇ ଅତି ବିହାରେଣ ସନ୍ତାନ ବଦନାନି ସହ ପ୍ରାବୃଜତ କରୁଣ ପ୍ରେମଣା ସନ୍ତମେନାଙ୍କ ପାଣିନା। ତା ସାଇ ଅତି ବିହାରେଣ ଦୀର୍ଘ ସମୟ ଧରିକି ନାଟ ଗୀତ ଅଙ୍ଗଚାଳନା ହେଲା, ଗୀତ ବୋଲା ହେଲା, ତେଣୁ ସବୁ ହାଲିଆ ହେଇଗଲା। ଅତି ବହୁତ ସମୟ ଧରିକିରି ଏଇ ପ୍ରକାର ବିହାର ଚାଲିବା ଫଳରେ ସନ୍ତାନ ବଦନାନି ସହ ସମସ୍ତଙ୍କର ଶରୀର ଅଙ୍ଗ ଅବଶ ହେଇଗଲା ଏବଂ ମୁହଁ ମଧ୍ୟ ମ୍ଳାନ ପଡ଼ିଗଲା। ତେଣୁ ତାଙ୍କ ବଦନକୁ ସେ ଭଗବାନ କୃଷ୍ଣ ପ୍ରାମୃଜତ କରୁଣ ପ୍ରେମଣା ପ୍ରେମରେ ତାଙ୍କ ମୁହଁ ସବୁ ପରିଶ୍ରମ ଦ୍ୱାରା ଝାଳ ବାହାରିଲା। ତେଣୁ ସେ ଝାଳକୁ ପ୍ରଭୁ ପ୍ରେମରେ ତାଙ୍କ ମୁହଁରୁ ପୋଛି ପକାଇଲେ। ଶାନ୍ତ ସନ୍ତ ମେନାଙ୍କ ପାଣିନା ନିଜ ହାତ ଦ୍ୱାରା ନିଜ ହାତରେ ତାଙ୍କର ମୁଖରୁ ବହୁଥିବା ଶ୍ରମ ଝାଳକୁ ପୋଛି ପକାଇଲେ। ଗୋପ୍ୟ ସ୍ଫୁରତ ପୁରଟ କୁଣ୍ଡଳ କୁନ୍ତଳ ଗଣ୍ଡଶ୍ରିୟା ସୁଧିତ ହାସ ନିରୀକ୍ଷଣେନ ମାନଂ ଦଧତ୍ୟ ଋଷଭସ୍ୟ ଜଗୁଃ କୃତାନି ପୁଣ୍ୟାନି ତତ୍ପରରୁହ ସ୍ପର୍ଶ ପ୍ରମୋଦାହାଗା। ଗୋପ୍ୟ ଗୋପାଙ୍ଗନା ମାନେ ମଧ୍ୟ ସ୍ଫୁରତ ପୁରଟ କୁଣ୍ଡଳ କୁନ୍ତଳ ଗଣ୍ଡଶ୍ରିୟା ଏଟା ଗଣ୍ଡର ବିଶେଷଣ। ଗାଲ ଗାଲ କେମିତି ହେଇଛି? ସ୍ଫୁରତ ପୁରଟ କୁଣ୍ଡଳ ନାଟ କରୁଛନ୍ତି, କର୍ମରେ କୁଣ୍ଡଳ ଲାଗିଛି, ସେ କୁଣ୍ଡଳ ଦୋଦୁଲ୍ୟମାନ ହେଉଛି। ତେଣୁ କୁଣ୍ଡଳ ଏବଂ ତା ଛଡ଼ା ଚୂର୍ଣ୍ଣ କୁନ୍ତଳ କୁଞ୍ଚୁ କୁଞ୍ଚା କେଶ ସବୁ ମୁହଁ ଉପରେ ପଡ଼ିଛି। ଏହି ପ୍ରକାର ଯେଉଁ ମୁଖର ଶୋଭା ବା ଗଣ୍ଡ ଦେଶର ଶୋଭା, ଗଣ୍ଡ ଦେଶରେ ଗଣ୍ଡ ଦେଶରେ ଏଇଠି କେଶ ଲମ୍ବିକିରି ଥାଏ ବା କୁଆଡ଼ୁ କୁଆଡ଼ୁ ଖସିକିରି ଲାଗି ଲମ୍ବି ଯାଇଛି। ଏହି ପ୍ରକାର ହେଇକିରି କୁଣ୍ଡଳ ଦୋଦୁଲ୍ୟମାନ ହେଉଛି, କେଶ ଝୁଲିକି ରହିଛି। ଏହି ପ୍ରକାର ଗଣ୍ଡର ଶୋଭାକୁ ସୁଧିତ ହାସ ନିରୀକ୍ଷଣେନ ଯେତେବେଳେ ଗଣ୍ଡ ଦେଶର ଶୋଭା ବଢ଼ିଯାଇଛି, ତା ସାଙ୍ଗରେ ହସିକିରି ଯେଉଁ ବାଙ୍କ ଚାହାଣୀ ସେଟା ମୁଖ ଶୋଭାକୁ ଆହୁରି ବଢ଼େଇ ଦେଇଛି, ଅତି ଆକର୍ଷଣ ହେଇଛି। ମାନଂ ଦଧତ୍ୟ ଋଷଭସ୍ୟ ଏଇ ପ୍ରଭୁ ତ ଏମାନଙ୍କୁ ସମ୍ମାନିତ କଲେ ନା। ତେଣୁ ଏମାନେ ମଧ୍ୟ ଏହି ପ୍ରକାର କୁଣ୍ଡଳ ମଣ୍ଡିତ କୁଞ୍ଚୁକୁଞ୍ଚିଆ କେଶ ଦ୍ୱାରା ସୁଶୋଭିତ ମୁଖମଣ୍ଡଳ ଈଷତ ହାସ ଏବଂ ବକ୍ର ଚାହାଣୀ କରିକିରି ପ୍ରଭୁଙ୍କୁ ସମ୍ମାନ କଲେ ବା ପ୍ରଭୁଙ୍କୁ ପ୍ରେମ ନିବେଦନ କଲେ। କିଏ? ଗୋପାଙ୍ଗନା ମାନେ। ଜଗୁ ଏବଂ ତାଙ୍କର ଯାହା ଯାହା ଅବତାର ନେଇକିରି ଖେଳାଳିଳା କରିଛନ୍ତି ସେଗୁଡ଼ା ଗୀତ ଆକାରରେ ଗାନ କରି ଏ ପ୍ରକାର ମୁଖ କରିକି ପ୍ରଭୁଙ୍କୁ ଚାହିଁ ତାଙ୍କୁ ପ୍ରେମ ଭାବ ସମର୍ପଣ କଲେ। ପୁଣ୍ୟାନି କୃତାନି ତାଙ୍କର ପବିତ୍ର କର୍ମ ତତ୍ କରରୁହ ସ୍ପର୍ଶ ପ୍ରମୋଦା ଏବଂ ପ୍ରଭୁଙ୍କର କରରୁହ ମାନେ ହସ୍ତସ୍ପର୍ଶ ହସ୍ତସ୍ପର୍ଶ ଦ୍ୱାରା ଅତ୍ୟନ୍ତ ଆନନ୍ଦିତ ହୋଇଯାଇଥିବା ଗୋପାଙ୍ଗନା ମାନେ ପ୍ରଭୁ ତାଙ୍କ ଅଙ୍ଗ ସ୍ପର୍ଶ ଦେଇକି ଆନନ୍ଦିତ କଲେ। ଏମାନେ ମଧ୍ୟ ନିଜର ଗଣ୍ଡସ୍ଥଳରେ କୁଣ୍ଡଳ ଦୋଳୁଛି, କୁଞ୍ଚୁକୁଞ୍ଚିଆ କେଶ ଲମ୍ବିକି ରହିଛି, ସେ ମୁଖର ଶୋଭା ବଢ଼ିଛି। ସେ ଶୋଭନୀୟ ମୁଖରେ ମନ୍ଦହାସ କରି ବାଙ୍କ ଚାହାଣୀ କରିକିରି ପ୍ରଭୁଙ୍କ ଗୁଣଗାନ କରିକିରି ଏମାନେ ମଧ୍ୟ ପ୍ରଭୁଙ୍କୁ ପ୍ରେମ ସମର୍ପଣ କଲେ। ପ୍ରଭୁ ତାଙ୍କୁ ସମର୍ପଣ କଲେ, ତାଙ୍କୁ ସମର୍ପଣ କଲେ। ଆଉ ସେ ତାଙ୍କ ଅଙ୍ଗକୁ ୟାଙ୍କୁ ଦେଲେ, ତାଙ୍କ ଅଙ୍ଗ ସେମାନେ ବି ଦେଲେ। ଏଇ ପ୍ରକାର ହେଇକିରି ରାସଲୀଳା ଚାଲିଲା। ତା ବି ହିଁ ଯୁତ ଶ୍ରବମପୋହିତୁମଙ୍ଗ ସଙ୍ଗ ଘୃଷ୍ଟସ୍ରଜ ସ
उच्च कुंकुम रंजिताया गंधर्व पाणी अनुद्रुत आविशत बाहा शांतो गजी भरा डिव भिन्न सेतु ताभिजुत श्रवं अपोहितु मंग संग तापरे जेपरि कांत गजराज नदी कूल को भांगी हाथुड़ी मान सहित जल पशि क्रीड़ा करे ताभिजुत श्रम अपोहितु अंग संग जनित श्रम को दूर करने प्रभु कौन कले से उपांगना मान सहित युक्त होकर घृष्ट स्रजहस उच्च कुंकुम रंजिताया वक्षस्थल उच्च स्तन धीरे लगी कुंकुम वो केशर तनु सब उड़ा होता सेटा बेकर पड़ा माड़े लगी एवं से फूल माड़ू प्रभु वक्षस्थल को आलिंगन करने द्वारा सेगुड़ाक नहीं प्रभु शरीर में लगी तेणु गंध गंधर्व पाणी भी अनुद्रुत आविशत बाहा भगवान श्री निजर क्रांति दूर करने निमंते गोपी मान सहित जल क्रीड़ा करने को जमुना जल प्रवेश करगले से भगवान बनमाला गोपी मान वक्षर घर्षण फल मंथी हो जाता एवं से वक्षस्थल केशर द्वारा रंजित हो जाता चतुर्दिगरे उड़ी उड़ी गुंजन कर भ्रमण माने पछे पछे एपरी भाव उड़ी चलता देखिए मन होता सत्य जपरी श्रीकृष्ण कीर्ति गाई गाई पछरे गंधर्व गान करजुत श्रम अपोहित अंग संग लाभ कला प्रभु जाई अंग स्पर्श कर अंग संग घृष्ट स्रज प्रभु को बेकर पड़ा सुगंधित माल गोपांगना मान आलिंगन द्वारा वक्ष देश लगी उच्च कुंकुम कुंकुम केशर सुगंधित जीव सब गड़ा होता सेगुड़ाक प्रभु को माला आलिंगन कर मालाटा बर्तमान मर्दी उच्च कुंकुम सब वक्षस्थल और माला लगी एवं तार मार सुगंध बढ़ी जाइए से सुगंध कर आकृष्ट होकर भ्रमण गुणन होड़ी तेणु ये प्रभु व्यासदेव जी कहते जे बर्तमान ये भ्रमण जो गणन होकर उड़े से गणन होकर गीत बोलते सत्य जमी गंधर्व मैंने प्रभु गुणगान कर प्रकार अवस्था प्रभु क्रांत हो भाती हाथुड़ी मान सहित जल प्रवेश कला भाया ये जल सहित प्रवेश कर जल क्रीड़ा करने सो अंभस्यम युवती परिषिज्यमान प्रेमणेक्षित प्रहसती इतस्तुंग वैमानिक कुसुम वर्षि विद्यमान रेमे स्वयं स्वरतिरत्र गजेन्द्र लीलान कौन सह भगवान कृष्ण अंभसी हलम युवती भी परिषिच्यमान प्रभु भर जल भितर पशिगले गोपांगना मैंने पशिगले पशि जाइए समस्ते प्रभु को उपरू पानी छिटिका पानी छाटिले मजा करें तेणु प्रेमणेक्षित प्रहसती भी प्रेम चाहिए हसी हसिकी इतस्तता अंग शरीर विभिन्न स्थान को सब पानी फिंगा लगे वैमानिक ही विमान विचरण कर देवांगना गंधर्व किन्नर मान पत्नी मैंने कुसुम वर्षि भी विद्यमान से
पुष्पवृष्टि करके प्रभु स्तुति गान कले रेबे स्वयं स्वरति ही अत्र गजेन्द्र लीला गजेन्द्र जमी हाथुड़ी मान सहित जल क्रीड़ा करे बर्तमान प्रभु से प्रकार जल क्रीड़ा कले गोपांगना मान सहित तत्स्य कृष्णोपवने जलस्थल प्रसून गंधा नीलजुष्ट दिगी तटे सत्सार भृंग प्रमदा गणावृत यथा न मदच्युत विरद करेणु ही मद जल स्रोता दंता हाथीटा जमी गाई हाथी मान सहित रमण करे जल क्रीड़ा करे ठीक सेमती कौन कले कृष्ण ततस्थ कृष्ण उपवने जलस्थल तापर श्रीकृष्ण जमुना कूल उठी आसले ब्रज युवती भ्रमण बाहर चारि पाखे मिलगले प्रसून्न गंधा नीलजुष्ट दिगी तटे जल क्रीड़ा कर उठले फूलर सुगंध प्राय आकृष्ट होकर भ्रमण चारिपटे बुलुंट गोपांगना चारिपटे मिलगले मिलिकी चचार भृंग प्रमदा गणावृत भृंगगण एवं प्रमदा भृंग जीवित चारिपटे मिलले गोपांगना जीवित चारिपटे मिलगले तथा जमी मद गंध बाहर जुगक दंता हाथी चारिपाखे हाथोड़ी मैंने बेढ़ी जाता एवं शशांकाशुभि अंशुभि आजितांगा निशा सत्य काम अनुरता बलागणा शिशेवे आत्मन्यवरुद्ध सौरत स्वल्पा शरत काव्य कथा रसाश्रया हे परीक्षित से जो शरत रात्रि भितर अनेक रात्रि पुंजीभूत हो एवं शशांकाशु भी आदिता निशा फिर सामर्थ्य शत्रु पूर्ण माने आश्विन मासर पूर्ण कुमार पूर्ण कहुए चंद्रकिरण धूमधाम हो पड़ी प्रचुर चंद्रकिरण पड़ी दिनबल भाया राति सतरे बड़ सुंदर होता है रात्रि भितर अनेक रात्रि पंजीभूत होता से गोटे राति नुह अनेक राति मिसी जाता सत्य काम अनुरता बलागण चतुर्दिगे चंद्रमार सुंदर ज्योत्ना काव्य मानक शरत ऋतुर जो सब रस सामग्री वर्णना रही से रात्रि से समस्त सामग्री परिपूर्ण होता से अपूर्व सुंदर राति भगवान श्रीकृष्ण निजर प्रेयसी गोपाल गोपी मान सहित जमुना पुण्य जमुना जल जमुना तटे उपवर विहार कले पहले उठी उठी आत्मनिअवरुद्ध सौरत सर्वा शरत काव्य कथा रसाश्रया शरत ऋतुर वर्णना काव्य मानिक जिम कर सबुड़िक भोग्य पदार्थ से जगह थिला सुंदर चंद्र किरण चारिड़े गछलता सब पुष्प युक्त हो फूल सुगंध मिश्रित हो शीतल बालुका ता देहरे प्रभु
ଗୋପାଙ୍ଗନାମାନଙ୍କ ସହିତ ରମଣ କରେ। ଆତ୍ମନି ଅବରୁଦ୍ଧ ସଙ୍ଗତ। ତାପରେ ରାଜୁବାଚ, ରାଜା ପ୍ରଶ୍ନ କଲେ ସଂସ୍ଥାପନୀୟ ଧର୍ମସ୍ୟ ପ୍ରସମାୟ ଇତରସ୍ୟ च ଅବତୀର୍ଣ୍ଣୋ हि ଭଗବାନ ଅଂଶେନ ଜଗଦୀଶ୍ୱର। ଜଗତର ମାଲିକ ଭଗବାନ ପରବ୍ରହ୍ମଙ୍କର ଅଂଶକୁ ନେଇକି ଅବତାର ଗ୍ରହଣ କରନ୍ତି। କାହିଁକି ନା ସଂସ୍ଥାପନାୟ ଧର୍ମସ୍ୟ, ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ, ଧର୍ମକୁ ସୁରକ୍ଷା ଦେବା ପାଇଁ ଏବଂ ଅଧର୍ମ ଅତ୍ୟାଚାରୀ ରାକ୍ଷସମାନଙ୍କ ସମାଜ ବିନାଶ କରିବା ପାଇଁ ଧର୍ମ ସଂସ୍ଥାପନାୟ ଧର୍ମସ୍ୟ, ଧର୍ମକୁ ସ୍ଥାପନା ଅଧର୍ମୀ ଅନାକାରୀ ଦୁର୍ଜନମାନଙ୍କର ବିନାଶ ପାଇଁ ଭଗବାନ ଜଗଦୀଶ୍ୱର ଅବତାର ନେଇଥାନ୍ତି। କ'ଣ କଲେ ସକଥଂ ଧର୍ମ ସେତୁ ନାହିଁ ବକ୍ତା କର୍ତ୍ତା ଅଭିରକ୍ଷିତା ପ୍ରତୀପମାଚରିତ ବ୍ରହ୍ମନ୍ ପରଧାରାଭିମର୍ଶନ। ସୁନ୍ଦର ପ୍ରଶ୍ନ ପରୀକ୍ଷିତ କରୁଛନ୍ତି। କହିଲେ ରାଜା ପରୀକ୍ଷିତ ପ୍ରଶ୍ନ କରୁଛନ୍ତି ସୁଖଦେବଙ୍କୁ, କହିଲେ ଯିଏ ଧର୍ମ ରକ୍ଷା କରିବା ପାଇଁ ଅବତାର ନିଅନ୍ତି, ସାଧୁ ସନ୍ଥମାନଙ୍କର ପାଳନ, ଦୁର୍ଜନମାନଙ୍କର ସଂହାର, ଏଥିପାଇଁ ତ ଅବତାର ନିଅନ୍ତି ନା ନାମ। ସକଥଂ ଧର୍ମ ସେତୁ ନାହିଁ ବକ୍ତା, ଯିଏ ମୂର୍ତ୍ତିମାନ ଧର୍ମ, ସେ ନିଜେ ଧର୍ମ ଏବଂ ଧର୍ମ କଥା କହନ୍ତି, ଧର୍ମର ଅବତାର ବକ୍ତା ପୁଣି କର୍ତ୍ତା, ଧର୍ମ ଆଚରଣ କରନ୍ତି, ଧର୍ମ କଥା କହନ୍ତି, ନିଜେ ମୂର୍ତ୍ତିମାନ ଧର୍ମ କର୍ତ୍ତା ଅଭିରକ୍ଷିତା ଏବଂ ଧର୍ମକୁ ରକ୍ଷା ବି କରନ୍ତି। ସେ ପ୍ରଭୁ ହିଁ ଧର୍ମ ରକ୍ଷା କରନ୍ତି ଏବଂ ଧର୍ମ କଥା କହନ୍ତି, ଧର୍ମ ଆଚରଣ କରନ୍ତି, ନିଜେ ହେଲେ ମୂର୍ତ୍ତିମାନ ଧର୍ମ। ସେ ପ୍ରଭୁ କେମିତି ବିରୁଦ୍ଧାଚରଣ କଲେ କି ପରସ୍ତାରା ବିମର୍ଶନମ୍, ପର ସ୍ତ୍ରୀମାନଙ୍କ ସହିତ ଏଇ ଯେଉଁ ଅଙ୍ଗ ସଙ୍ଗ କଲେ, এইটা কোনো ঠিকই কথা। ଏହା ଧର୍ମ ତ ଏଇଟା ତ ଧର୍ମର ପ୍ରତିକୂଳ, ପ୍ରତୀପମାଚରତ, ଏ ଧର୍ମର ଅନୁକୂଳ ନୁହେଁ, ଧର୍ମ ବିରୁଦ୍ଧ। ତେଣୁ ଧର୍ମ ବିରୁଦ୍ଧ ଆଚରଣ ସେ ପ୍ରଭୁ କଲେ କେମିତି? ଯେ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ, ଧର୍ମର ସୁରକ୍ଷା ପାଇଁ ଅବତାର ନିଅନ୍ତି। ସେ ପ୍ରକାର ପରସ୍ତ୍ରୀ ସମ୍ପର୍କଟା ନିଶ୍ଚିତ ଭାବରେ ଅଧର୍ମ କାମ। ଏ ପ୍ରକାର କର୍ମ ପ୍ରଭୁ କଲେ କାହିଁକି? ସୁନ୍ଦର ପ୍ରଶ୍ନ। କାପ୍ତ କାମ ଯଦୁପତି କୃତବାନ୍ ବୈ ଯୁଗୁଷିତଂ ଅଭିପ୍ରାୟ କୀର୍ତ୍ତନ ନଃ ସଂଶୟଂ ସିଦ୍ଧି ସୁବ୍ରତ। ପରୀକ୍ଷିତ ପ୍ରଶ୍ନ କରୁଛନ୍ତି ସୁଖଦେବଜୀ, ସେ ତ ଆପ୍ତ କାମ, ତାଙ୍କର କୌଣସି କାମନା ନାହିଁ। କାହିଁକି? ପୂର୍ଣ୍ଣ କାମ ଆଉ କାମନା କ'ଣ? ସବୁ ତ ଅଛି ତାଙ୍କ ପାଖରେ। ଏ ଯଦୁପତି ହେଲେ ଆପ୍ତ କାମ, କାମନା ତାଙ୍କର କିଛି ନାହିଁ। କାହା ସହିତ ସର୍ବ କରିକିରି ଆନନ୍ଦ ଲାଭ କରି ସେ ପାଠ ତ ତାଙ୍କ ପାଖରେ ନାହିଁ। ସେ ନିଜାନନ୍ଦକୁ ନିଜେ ଅନୁଭବ କରିଥାନ୍ତି। ତେଣୁ ଏ ପ୍ରକାର ଯଦୁପତି କୃତବାନ୍ ବୈ ଯୁଗୁଷିତ, ଏ ପ୍ରକାର ଘୃଣ୍ୟ କର୍ମ, ପର ଦ୍ୱାରା ବିମର୍ଶନମ୍, ଅନ୍ୟର ପତ୍ନୀମାନଙ୍କ ସହିତ ଏ ଯେଉଁ ଖେଳ, ରାସକ୍ରୀଡ଼ା, ଏଇଟା କଲେ କାହିଁକି? ଇଏ ତ ଜଗତଂ ଅଭିପ୍ରାୟ ଏତଂ, ଏଥିରେ ପ୍ରକୃତ ଗୂଢ଼ ରହସ୍ୟ କଥା କ'ଣ ଅଛି? ପ୍ରଭୁ ତ ଧର୍ମ ରକ୍ଷା କରିବା ପାଇଁ ଆସନ୍ତି, ଶାସ୍ତ୍ର କହିଲା, ଏଥିରେ କୌଣସି ଭୁଲ ନାହିଁ। ତେବେ ଏଇଟା ତ ଏଇ ଯେଉଁ କର୍ମ କଲେ ପରସ୍ତ୍ରୀ ସଂସର୍ଗ, ଏଇଟା ତ କେବେ ହେଲେ ଧର୍ମରେ ଯିବ ନାହିଁ। ତେଣୁ ମୋ ମନରେ ସନ୍ଦେହ ହେଉଛି ୟା ଭିତରେ କ'ଣ ଗୂଢ଼ ରହସ୍ୟ ଅଛି। ମୋ ସନ୍ଦେହ ହେଉଛି, ଆପଣ ସଂଶୟ ସିଦ୍ଧି, ମୋ ସନ୍ଦେହକୁ ଛେଦ କରନ୍ତୁ, ମାନେ ବିନାଶ କରିଦିଅନ୍ତୁ, ଉଡ଼େଇ ଦିଅନ୍ତୁ। ଏ ସନ୍ଦେହ କେମିତି ଦୂର ହେବ? ମୋତେ କିଛି କହନ୍ତୁ। ସେ ଯୁଗଦେବ କହିଲେ, ସେ ଯୁଗ ଆଜ ଧର୍ମ ବ୍ୟତିକ୍ରମ ଦୃଷ୍ଟ ଈଶ୍ୱରାଣାଞ୍ଚ ସାହସ ଇଜିୟସାୟ ନ ଦୋଷାୟ ବହ୍ନେ ସର୍ବଭୁଜୋ ଯଥା। ଇଏ ଗୋଟେ ଭିନ୍ନ ପ୍ରକାର କଥା କହିଦେଲେ। ସୂର୍ଯ୍ୟ
ଅଗ୍ନି ଈଶ୍ୱର ବେଳେବେଳେ ଧର୍ମକୁ ଉଲ୍ଲଙ୍ଘନ କରୁଥିବାର ତଥା ସାହସିକ କର୍ମ କରୁଥିବାର ଦେଖାଯାଏ। এইটা ধর্ম বিরুদ্ধ তুমি তো কହୁଛ, କାରଣ ଗୋଟେ ଜିନିଷ କଣ, ଆମେ ସାଧାରଣ ମାନବ, ତେଣୁ ଏଇ ଯେଉଁ ରାସକ୍ରୀଡ଼ାଟା ଏ ଅସାଧାରଣ ବା ଦୈବୀ, ୟା ଭିତରେ ୟାକୁ ଦୈହିକ ସମ୍ପର୍କ ବୋଲି ଭାବି ନେବା ବିଲକୁଲ ଠିକ୍ ନୁହେଁ। କାହିଁକିନା ଏ ଉପାଙ୍ଗନା ମାନେ ମୋଟେ ସାଧାରଣ ନାୟିକା ନୁହନ୍ତି। ଏମାନେ ଜନ୍ମ କୋଟି କୋଟି ଜନ୍ମ ଜନ୍ମାନ୍ତରରେ ସାଧନା କରିକିରି ପ୍ରଭୁଙ୍କୁ ପତି ରୂପରେ ପାଇବାର ଅଭିଳାଷ ରଖିଥିଲେ। କାରଣ ଆମ ଅଙ୍ଗ ସହ ଯଦି ପ୍ରଭୁଙ୍କ ସହିତ ହବ, ଏ ପ୍ରକାର କାମନା ରଖିଥିବା ହେତୁ ପ୍ରଭୁ କଣ କିଏ କରିଥାନ୍ତେ? ସେ ତ ଭକ୍ତର ମନସ୍କାମନା ପୂର୍ଣ୍ଣ କରିବେ। ସେ କଥା ମଧ୍ୟ ଆଗରୁ ପ୍ରତିଶ୍ରୁତି ଦେଇଥିଲେ। କୋଉଠି? ତ୍ରେତା ଯୁଗରେ ଶିବାନଙ୍କୁ ଜଙ୍ଗଲରେ ପ୍ରତିଶ୍ରୁତି ଦେଇଥିଲେ। କାରଣ ସୀତାଙ୍କ ସହ ସେ ବୁଝିଲେ ତ, ତେଣୁ ସେମାନେ ଚିନ୍ତା କଲେ ଆମେ ପ୍ରଭୁଙ୍କ ଅଙ୍ଗ ସଙ୍ଗମ ପାଇବା, ଯଦି ଆମେ ସ୍ତ୍ରୀ ହେଇଯିବା ସ୍ତ୍ରୀଟାକୁ ଧରିକି ବୁଝୁଛନ୍ତି ତ, ତେଣୁ ଆମେ ସ୍ତ୍ରୀ ହେଇଯିବା। ଏ ପ୍ରକାର ଚିନ୍ତନ କରିକି ସ୍ତ୍ରୀ ଯେତେବେଳେ ନିଜର ଜଟାକୁ ଖୋସା ବାନ୍ଧି ସ୍ତ୍ରୀ ଭଳିଆ ସଜି ହେଇକି ସେଠି ପହଞ୍ଚିଲେ, ପ୍ରଭୁ ତ ସମସ୍ତଙ୍କ ମନକୁ ଜାଣିପାରନ୍ତି। ଏଇ ଧର୍ମରେ ସେଗୁଡ଼ାକ ହେବନି। ତାପରେ ଦେଖିବା ଦ୍ୱାପର ଯୁଗରେ ହବ। ତାପରେ ତାର ଯେଉଁ ବସ୍ତ୍ରହରଣ ହେଲା, ବସ୍ତ୍ରହରଣଟା କାର୍ତ୍ତିକ ମାସରେ ହେଇଥିଲା। କାର୍ତ୍ତିକ ମାସରେ ସେମାନେ କାତ୍ୟାୟନୀ ବ୍ରତ କଲେ। କ'ଣ ବ୍ରତ କରୁଥିଲେ? ତ ଭୋରୁ ଉଠିକିରି ଆସି କୃଷ୍ଣଙ୍କର ଯଶଗାନ କରିକିରି ଆସିବେ, ଯମୁନାରେ ଗାଧେଇ ସେଠି ବାଲିରେ ମା ଦୁର୍ଗାଙ୍କର ମୂର୍ତ୍ତି ତିଆରି କରିକିରି ପତିମେ, ମୋର ପତି ଭଗବାନ କୃଷ୍ଣ ହୁଅନ୍ତୁ, ଏ କଥା କହିକିରି ତାଙ୍କୁ ପୂଜା ଅର୍ଚ୍ଚନା କରୁଥିଲେ 1 ମାସ ପର୍ଯ୍ୟନ୍ତ। ପ୍ରଭୁ ଶେଷ ଦିନ ପଳେଇ ଆସିଲେ ବୋଲି ତାଙ୍କୁ ମନସ୍କାମନା ପୂର୍ଣ୍ଣ କରିଦେବା। ପ୍ରଭୁ ତ ଅନ୍ତର୍ଯ୍ୟାମୀ ସବୁ ଜାଣନ୍ତି ନା। ଆସିକି ଦେଖିଲା ଆସିକି ଲୁଗାଗୁଡ଼ା ଥୋଇକି ଲଙ୍ଗଳା ହେଇକି ଗାଧଉଛନ୍ତି। ତେଣୁ ଲୁଗାଗୁଡ଼ା କଦମ ଗଛକୁ ନେଇଯାଇ ବାନ୍ଧି ଦେଇକିରି ଗୋପାଳ ବାଳକମାନେ ସହିତ ପରିହାସ ହୋହା ଢୋଢା କଲେ। ସେ ଚାହିଁଲା ଆସିକି କିଏ ଆସିଗଲେଣି। ତେଣୁ ତାପରେ ସେଠି ମଧ୍ୟ ଇଏ ବସ୍ତ୍ରହରଣ ନୁହଁ ଯେ ଲଜ୍ଜାହରଣ। ବୋଲେ ତୁମ ଆମ ମଝିରେ ଯଦି ଲାଜ ହେଇକି ଗୋଟେ ରହିବ, ଆଉ ତାହେଲେ ଆମର ତମର ଏକାକାର ହବା କେମିତି? ଏଇଟା ହେଇପାରିବନି। ପାଣି ଭିତରୁ ବାହାରି ଆସ ତମ ଲୁଗା ନିଅ ବୋଲି କହିଲେ ସେମାନେ ସେସବୁ ନିଜର ଗୁପ୍ତ ଅଙ୍ଗକୁ 2 ହାତରେ ଘୋଡ଼େଇକିରି ଆସିଲେ। ଆସିଲା ଆସିକି ପ୍ରଭୁ କହିଲେ ଏଇଟା ଠିକ୍ ନୁହଁ। କାହିଁକିନା ଏଠି ଏଇଟା ବସ୍ତ୍ର ଅତ୍ୟନ୍ତ ନିଜେ ତୁମର କାମନା ରାଖ, ମୋ ସହିତ ଅଙ୍ଗ ସଙ୍ଗ ପତ୍ନୀ, ମୁଁ ପତି ତୁମେ ପତ୍ନୀ। ତେଣୁ ତମର ଅଙ୍ଗକୁ ଲୁଚଉଛ କ'ଣ? ଯଦି ଲୁଚେଇଲ ଆଉ ତମ ଅଙ୍ଗ ସଙ୍ଗର ଚିନ୍ତା କରିବାର ଅର୍ଥ କ'ଣ ଅଛି? ଏ ତ ପରସ୍ପର ବିରୋଧ। ଅଙ୍ଗ ତ ସବୁ ଅଙ୍ଗ ମୋ ପାଇଁ ସମର୍ପିତ, ଆଉ ଯଦି ସମର୍ପିତ ଲୁଚଉଛ କ'ଣ? ଏଇ ବର୍ତ୍ତମାନ ତୁମେ ବରୁଣ ହେଉଛନ୍ତି ଦେବତା, ତାଙ୍କ ପ୍ରତି ତାଙ୍କୁ ଅସମ୍ମାନ କରିଛ, ଉଲ୍ଲଗ୍ନ ହୋଇକି ଜଳ ମଧ୍ୟରେ ପ୍ରବେଶ କରିବା ଭୁଲ। ତେଣୁ ବର୍ତ୍ତମାନ ତାଙ୍କୁ ଜଳ ହସ୍ତରେ ପ୍ରାର୍ଥନା କର, ନହେଲେ ତମର ବ୍ରତ ଭଙ୍ଗ ହେଇଯିବରେ ମୂଳ ମନ୍ଦିଟି ହିଁ କହିବେ। ବ୍ରତ ଭଙ୍ଗ ଶୁଣିକିରି ସେମାନେ ବ୍ୟସ୍ତ ହୋଇପଡ଼ିବେ। ବାବା ଏତେ ଦିନ ପରିଶ୍ରମ କଲେ ସବୁ ଭୁଲ ହେଇଯିବ ନା। ତେଣୁ ଛାଡ଼ି ଦିଅଲା। କ'ଣଟେ ହେଲା କି? ଆମେ ତ ଚାହୁଁଛୁ ଭଗବାନଙ୍କୁ ପତି ରୂପରେ ପାଇବୁ, ଲାଜ କ'ଣ ଆଉ କରିବା? ଲଜ୍ଜା ତ୍ୟାଗ କରି ନମସ୍କାର କରି ପ୍ରଭୁଙ୍କ ପାଖରେ ଆସିକି ଲୁଗାପଟା ନେଇଥିଲେ। ତେଣୁ ସେତିକିବେଳେ ସେମାନେ ଲଜ୍ଜା ବି ପରିତ୍ୟାଗ କରିଦେଇଥିଲେ। ପ୍ରଭୁ ସେଠି ପ୍ରତିଶ୍ରୁତି ଦେଇଥିଲେ ଯେ ଆସନ୍ତା ଶରତ ଋତୁରେ, ତାମାନେ ଆଉ 11 ମାସ ପରେ ସମୟଟା ସେ ଯଦି ଦୈହିକ ସମ୍ପର୍କ ସେଥିରେ ଥିଲା, ଉଲ୍ଲଗ୍ନ ଯୁବତୀଙ୍କୁ ଦେଖି ପୁରୁଷ ସମୟ ଦୈହିକ ସାଙ୍ଗେ ସାଙ୍ଗେ ସେଠି ହେଇଥାନ୍ତା। ଗୋଟାଏ ମିନିଟ୍ ବି ବିଳମ୍ବ ନାହିଁ। କିନ୍ତୁ ସେ ପ୍ରକାର କିଛି ନଥିଲା। କାହିଁକିନା ସେଠି ସେ ଟାଇମ୍ ଦେଲେ 11 ମାସ ପରେ। କାର୍ତ୍ତିକ ମାସ ହେଇଛି, ପୁଣି ଆଶ୍ୱିନ ମାସ ହେଲେ ଯାଇକିରି ଶାରଦୀୟ ରାସକ୍ରୀଡ଼ା ହବ। ତେଣୁ ସେଠି ପ୍ରତିଶ୍ରୁତି ଦେଇଥିଲେ। ତଦନୁସାରେ ସେ ସବୁ ଚାଲିଲା। ସେଥିରେ
ପ୍ରଭୁଙ୍କର କିଛି କର୍ତ୍ତୃତ୍ୱ ନଥିଲା, କାରଣ ସେ ଭକ୍ତର ଅଧୀର, ଭକ୍ତ ଯାହା ଚାହାନ୍ତି ସେ ତାହା କରନ୍ତି। ତେଣୁ ଏଠି ମଧ୍ୟ ଅନେକ କଥା ଆସିବ ଗୁଡ଼ାକ। ଧର୍ମ ବ୍ୟତିକ୍ରମ ଦୁଷ୍ଟ। ଯଦି ତୁମେ କହୁଛ ଏଇଟା ଧର୍ମ ବ୍ୟତିକ୍ରମ, ଆଉ ଧର୍ମ ବ୍ୟତିକ୍ରମ କରିବାରେ ଯିଏ ସର୍ବଶକ୍ତିମାନ, ହଁ ହେଇଆ, ସେମାନେ ଧର୍ମ ବ୍ୟତିକ୍ରମ କରିବାରେ କୌଣସି ଅସୁବିଧା ନାହିଁ। ଈଶ୍ୱର ଆଣାଞ୍ଚ ଏବଂ ସେମାନେ ସାହସିକ କର୍ମ କରିବା, ଏଇଟା ଗୋଟେ ସାହସିକ କର୍ମରେ ଯିବ। ଧର୍ମର ବ୍ୟତିକ୍ରମ ହେଇପାରେ, କିନ୍ତୁ ଏହା ତେଜସ୍ୱୀ ପୁରୁଷ କହିଦେଇପାରିବ। ସାଧାରଣ ଲୋକ ଏ ପ୍ରକାର କାମ କରିପାରିବ ନାହିଁ। ଅଗ୍ନି, ସୂର୍ଯ୍ୟ, ଅଗ୍ନି ଏବଂ ଈଶ୍ୱର, ଇଏ ତିନି। ସୂର୍ଯ୍ୟ ସବୁ କରିଦେଇପାରେ, ଏ ଅଗ୍ନି ମଧ୍ୟ, ଅଗ୍ନି ସର୍ବଭକ୍ଷ, ସବୁ ଖାଇଯାଆନ୍ତି, ଆରେ ସିଏ ସବୁ କିଛି କରିଦେଇପାରିବେ। ଆରେ ପ୍ରଭୁ ମଧ୍ୟ ତେଜସ୍ୱୀ, ଅଗ୍ନି ସୂର୍ଯ୍ୟଙ୍କର ତେଜୁତ ଦିଏ, ତେଣୁ ସବୁଠାରୁ ତେଜସ୍ୱୀ ହେଲେ ପ୍ରଭୁ। ତେଣୁ ସେ ତେଜସ୍ୱୀ ପୁରୁଷ ଯଦି କିଛି ଧର୍ମରେ ବ୍ୟତିକ୍ରମ କଲେ ବା ସାହସିକ କର୍ମ କଲେ, ନ ଦୋଷାୟ, ଏଇଟା ଦୋଷ ନୁହେଁ। କାହିଁକି ନା ଅଗ୍ନି ତ ଅଗ୍ନି, ଅଗ୍ନି ଦେବତା, ବିଷ୍ଠା ପକେଇଦେଲେ ଅଗ୍ନି ଜଳିଯିବେ। ତାହେଲେ ଏଇଟା କେମିତି ହେଉଛି? ଏଇସବୁ କର୍ମ, ଖରାପ କର୍ମ ହେଇଥିଲେ ମଧ୍ୟ, ଅଗ୍ରାହ୍ୟ ହେଇଥିଲେ ମଧ୍ୟ, ଯିଏ ତେଜସ୍ୱୀ ସେ ସବୁ କରିଦେଇପାରିବେ। ତେଣୁ ଇଏ ତେଜସ୍ୱୀ ପୁରୁଷ, ଏଠି ଇଏ ଗୋଟେ ଯୁକ୍ତି ଦେଖିଲେ ଇଏ ଗୋଟେ ପଏଣ୍ଟ। ତେଜସ୍ୱୀ ପୁରୁଷ ହେଇଥିବା ହେତୁ ସେ ଯାହା କରିବେ ସେ ଚଳିଯିବ। ତେଣୁ ସାଧାରଣ ଲୋକ ତା ଚିନ୍ତା କରିପାରିବ ନାହିଁ, କାରଣ 16,000 ଉପାଙ୍ଗନା ମାନଙ୍କ ସହିତ ଏଇ ଯେଉଁ ରତି କ୍ରୀଡ଼ା ହେଇଥିଲା, ଏବଂ ସାଧାରଣ ମଣିଷ କରିପାରିବ ତ ନା ନାହିଁ। ତେଣୁ ସେ ଦିଗରେ ତାକୁ ସେ ପ୍ରକାର ଚିନ୍ତା କର ନାହିଁ, ମୁଣ୍ଡକୁ ଖରାପ କର ନାହିଁ। ସେ ଯେହେତୁ ତେଜସ୍ୱୀ ପୁରୁଷ ଏବଂ ସେ ତାଙ୍କ ଇଚ୍ଛାରେ କିଛି କରୁନଥିଲେ, ତାହା ଗୋପାଙ୍ଗନା ମାନଙ୍କର ସେମାନେ କୋଟି କୋଟି ଜନ୍ମର ସାଧନାର ଫଳ ତାକୁ ଦେବେ ନା ନାହିଁ। ସେମାନେ ସାଧନା କରି ଚାଲିଛନ୍ତି ନା ଗୋଟେ ନିର୍ଦ୍ଦିଷ୍ଟ, ଆମର ପତି ହେବେ ପ୍ରଭୁ, ତାଙ୍କ ଆଶା ପୂର୍ଣ୍ଣ କରିବାକୁ ବାଧ୍ୟ ହେଲେ ପ୍ରଭୁ। ତେଣୁ ଏଠି ସେ ତେଜସ୍ୱୀ ପୁରୁଷ ହିସାବରେ ତାଙ୍କର ଦୋଷ ତ କିଛି ନାହିଁ ନା। ଏମାନେ ତାଙ୍କ ଅଙ୍ଗସଙ୍ଗ ଚାହିଁଲେ, ତେଣୁ ସେ ଅଙ୍ଗସଙ୍ଗ ଦେଇଥିଲେ, ତାହା ଭୁଲ କଥା ନୁହେଁ, କାରଣ ତେଜସ୍ୱୀ ପୁରୁଷ ସବୁ କିଛି କରିଦେଇପାରିବେ। ଏ ସମ୍ପର୍କରେ ଯେଉଁ ପରାଶର କ୍ରୀଡ଼ା ଭିତରେ କୁହାଯାଇଛି ଯେ ସେଇ ଗୋପାଙ୍ଗନା ମାନେ କହିଲେ, ପ୍ରଭୁ ଆମେ ଆମର ପ୍ରିୟତମ ସ୍ୱାମୀ କି ଭଲ ପାଉ ନାହିଁ କି? ନା ହଁ। ତେଣୁ ସେଠିକି ତୁମେ ପଳା, ନା ହଁ, ଏ କଥା ଆପଣ କହିଲେ। ଆମର ପ୍ରିୟତମଙ୍କର ଏ ଯେଉଁ ମଲା ଶରୀରଟା, ସିଏ କ'ଣ ଆମ ପ୍ରିୟତମ? ନା ତାଙ୍କ ଭିତରେ ଥିବା ପ୍ରଭୁ, ନା ତାଙ୍କ ଭିତରେ ଥିବା ପ୍ରଭୁ। ଯଦି ତାଙ୍କ ଭିତରେ ଥିବା ପ୍ରଭୁ ପ୍ରିୟତମ, ମଲା ଶରୀର ଭିତରେ ଯିଏ ଅଛନ୍ତି, ବଞ୍ଚେଇକି ରଖିଛନ୍ତି, ସିଏ ହିଁ ପ୍ରକୃତ ପ୍ରିୟତମ। କାରଣ ସିଏ ଥିବାରୁ ଆମର ସ୍ୱାମୀ ଆମର ପ୍ରିୟତମ ହେଇଛନ୍ତି। ସିଏ ଚାଲିଗଲେ ପ୍ରିୟତମ ହବାର ନାହିଁ ବାପା। ଏହା ନା ନାହିଁ ନା, ଠିକ କଥା ନା। ଯଦି ତାହା ସେ ଭିତରେ ଯିଏ ଅଛନ୍ତି, ବାସୁଦେବ ସର୍ବମ୍ ପରା, ଏଇଟା ପାଠ କୁହାଯାଇଛି ନା ନାହିଁ? ଗୀତା କହିଲେ ବାସୁଦେବ ସର୍ବମ୍, ସବୁ ତ କୃଷ୍ଣମୟ, ସେ ଭିତରେ ତ ଆପଣ ଅଛନ୍ତି, ଆଉ ସେଇ ଆପଣ ତ ଏଠି ଅଛନ୍ତି। ତେଣୁ ଆମେ ଭୁଲ କ'ଣ କଲୁ? ଆମେ ତ କିଛି ଭୁଲ କଲୁ। ତା ଭିତରେ ଯିଏ ଅଛି ସିଏ ଆମର ପ୍ରିୟତମ, ନାହିଁ କି? ଶରୀର ନୁହେଁ, ଶରୀରଟା ମଲାଟା। ଶରୀର ସହିତ ଆମେ ଯଦି ସମ୍ପର୍କ ରଖିବୁ, ତାହେଲେ କେବଳ ଦୁଃଖ ହିଁ ଦୁଃଖ ଭୋଗିବୁ। ତେଣୁ ଆମର ସେଇ ଶରୀର ସହିତ କିଛି ସମ୍ପର୍କ ନାହିଁ, ତା ଭିତରେ ଥିବା ଭଗବତ ସତ୍ତା ସହିତ ଆମର ସମ୍ପର୍କ ବାପା। ଆଉ ସେଇ ତ ଆପଣ କ୍ରୋଧ, ଏଥିରୁ ଅନେକ କଥା ତା ଭିତରେ ଅଛି। ତାପରେ ଏଇଠି ଏଇ ଗୋଟାକୁ ଆମେ ବାନିଯିବା ଯେତିକି କହିଲେ ଯେ ଜଣେ ସର୍ବଶକ୍ତିମାନ ତେଜସ୍ୱୀ ପୁରୁଷ, ଅଗ୍ନି, ସୂର୍ଯ୍ୟ ଏବଂ ଭଗବାନ, ଏମାନେ ନୀତି ବିରୁଦ୍ଧ, ଧର୍ମ ବିରୁଦ୍ଧ ଯଦି କିଛି କଲେ ତାହା ଦୋଷାବହ ନୁହେଁ। କାହିଁକି ନା ସେମାନେ ତାକୁ ହଜମ କରିଦେଇପାରିବେ, ତେଣୁ ଦୋଷାବହ ନୁହେଁ। ଏତିକି ଅନେକ କଥା ଏଥିରେ ଆସିବ। ଏଇଟା ଭଲ ପ୍ରଶ୍ନ, ତାର ଉତ୍ତର ଚମତ୍କାର। ଏ ରାସଲୀଳାର ସମାଧାନ ବାଟ।
ବାହାରିବ ଦେଖିବା।